आम देश अग्रसर ହେଉଛି। 2036 ମସିହାରେ ଓଡ଼ିଶା ଗଠନର 7 ବର୍ଷ ପୂର୍ତ୍ତି ହେବ। ଆପଣମାନେ ସମ୍ମିଳିତ ଭାବରେ 2036 ମସିହା ସୁଦ୍ଧା ଏକ ସୁସମୃଦ୍ଧ ଓଡ଼ିଶା ଗଠନ କରିପାରିଲେ ତାହା ବିକଶିତ ଭାରତ ଗଠନ ପାଇଁ ଓଡ଼ିଶାର ଶ୍ରେଷ୍ଠ ଅବଦାନ ହେବ। ଓଡ଼ିଶାର ନେତୃବୃନ୍ଦ, କୃଷକ, ଶ୍ରମିକ, ମହିଳା, ପ୍ରଶାସକ, ବୁଦ୍ଧିଜୀବୀ ଏବଂ ଯୁବକ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କଲେ ଅସାଧ୍ୟ ସାଧନ କରିହେବ। ମୁଁ ଆଶା କରୁଛି ଆପଣମାନେ ଓଡ଼ିଶାର ପ୍ରଗତିକୁ ଜୀବନର ବ୍ରତ ଭାବରେ ଗ୍ରହଣ କରିବେ। ମାନନୀୟ ସଦସ୍ୟଗଣ, ପୃଥିବୀର ବିଭିନ୍ନ ଦେଶ ଗ୍ରସ୍ତ କରି ଭାରତ ପ୍ରତି ଅନ୍ୟ ଦେଶର ଲୋକମାନଙ୍କର ସମ୍ମାନକୁ ମୁଁ ଅନୁଭବ କରିପାରୁଛି। ସେମାନେ ଗୋଟିଏ ପରିବର୍ତ୍ତିତ ଭାରତକୁ ଦେଖୁଛନ୍ତି। ଭାରତ ବର୍ତ୍ତମାନ ପୃଥିବୀର ଏକ ବୃହତ୍ ଅର୍ଥନୀତି ଭାବରେ ଉଭା ହୋଇଛି ଏବଂ ଆଗାମୀ ଦିନରେ ଯେ ଏହା ଆହୁରି ଶକ୍ତିଶାଳୀ ହେବ ଏହା ସହଜରେ ଅନୁମାନ କରିପାରୁଛି। ମହାକାଶ ବିଜ୍ଞାନ ଓ ଅନ୍ୟାନ୍ୟ କ୍ଷେତ୍ରରେ ଭାରତୀୟ ବୈଜ୍ଞାନିକମାନଙ୍କର ସଫଳତା ଭାରତର ଛବିକୁ ଉଜ୍ଜ୍ୱଳ କରିଛି। ଆଇଟି ଓ ଏଆଇ କ୍ଷେତ୍ରରେ ଭାରତର ଅଗ୍ରଗତିକୁ ବିଶ୍ୱ ବେଶ ପ୍ରଶଂସା କରୁଛି। ଅନେକ ଦେଶ ଭାରତର ଜ୍ଞାନକୌଶଳ ଉପରେ ଆସ୍ଥା ପ୍ରକଟ କରୁଛନ୍ତି। କେତେକ ଦେଶର ଲୋକମାନଙ୍କ ପାଇଁ ଭାରତ ହେଲ୍ଥ କେୟାର ଡେଷ୍ଟିନେସନ୍ ପାଲଟିଛି। ଅନେକ ବିଦେଶୀ ଛାତ୍ରଛାତ୍ରୀ ଭାରତରେ ଅଧ୍ୟୟନ କରିବାକୁ ପସନ୍ଦ କରୁଛନ୍ତି। ଏସବୁ ଏକ ବିକଶିତ ଭାରତର ପ୍ରାକ୍ ସୂଚନା। ରାଷ୍ଟ୍ର ସର୍ବୋପରି, ନେସନ୍ ଫାଷ୍ଟ ଭାବନାକୁ ଦୃଷ୍ଟିରେ ରଖି ଆପଣମାନେ କାର୍ଯ୍ୟ କରିବେ ବୋଲି ମୋର ବିଶ୍ୱାସ। ମାନନୀୟ ସଦସ୍ୟଗଣ, ଗଣତନ୍ତ୍ର ଭିତ୍ତି ଗଣ ବା ଜନସାଧାରଣ। ଗଣ ବିନା ଗଣତନ୍ତ୍ର ନାହିଁ କି ଗଣରାଜ୍ୟ ନାହିଁ। ଭାରତ ପୃଥିବୀର ସର୍ବବୃହତ୍ ଗଣତନ୍ତ୍ର ଏବଂ ଜନଗଣ ହିଁ ଭାରତର ଭାଗ୍ୟ ବିଧାତା। ସେମାନଙ୍କଠାରେ ଅସୀମ କ୍ଷମତା ନିହିତ। ଲୋକଶକ୍ତି ଉପରେ ଭାରତୀୟ ସଂସ୍କୃତିରେ ସର୍ବଦା ଗୁରୁତ୍ୱ ଆରୋପ କରାଯାଇଛି। ଜନମତକୁ ଯଥା ସମ୍ମାନ ଦିଆଯାଇଛି। ଏ ବିଷୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଯେଉଁ ସୁନ୍ଦର କବିତା ଲେଖିଛନ୍ତି ତାହାର କିଛି ଅଂଶ ମୁଁ ଉଦ୍ଧାର କରୁଛି। ପ୍ରଜା ଲାଗି କଲେ ପ୍ରଜାପତି ସୃଷ୍ଟି, ପ୍ରଜା ଲାଗି ଇନ୍ଦ୍ର କଲେ ଜଳବୃଷ୍ଟି, ପ୍ରଜା ଲାଗି ଉଦେ ରବି ଶଶୀ ତାରା, ପ୍ରଜା ଲାଗି ବହେ ଶତ ନଦୀ ଧାରା, ପ୍ରଜା ଲାଗି ରାଜ୍ୟ ପ୍ରଜାର ଶାସନ, ଯୁଗେ ଯୁଗେ ଏହା ଶାସ୍ତ୍ରର କଥନ। ଏହାର ମର୍ମ ହେଉଛି କାଳେ କାଳେ ଶାସନର ଡରି ପ୍ରଜା ବା ଜନଗଣଙ୍କ ହାତରେ ଥାଏ। ଏହା ଶାସ୍ତ୍ରର ବଚନ। ଆପଣମାନେ ଜନଗଣଙ୍କର ପ୍ରତିନିଧି, ସେମାନଙ୍କର ସେବକ। କେତେ ଆଶା, ଭରସା, ବିଶ୍ୱାସ ନେଇ ସେମାନେ ଆପଣଙ୍କ ହାତରେ କ୍ଷମତା ଅର୍ପଣ କରିଛନ୍ତି। ସେମାନଙ୍କର ଆଶା ପୂରଣ କରିବା, ସେମାନଙ୍କର ସ୍ୱପ୍ନକୁ ସାକାର କରିବା ଏବଂ ସର୍ବୋପରି ସେମାନଙ୍କର ମୁହଁରେ ହସ ଫୁଟାଇବା ଆପଣମାନଙ୍କର କର୍ତ୍ତବ୍ୟ, ଆମ ସମସ୍ତଙ୍କର କର୍ତ୍ତବ୍ୟ। ଆପଣମାନେ ଏପରି କାର୍ଯ୍ୟ କରିବେ ଯାହା ସାଧାରଣ ଲୋକଙ୍କର ହିତ ପାଇଁ ଉଦ୍ଦିଷ୍ଟ। ଦେଶର ଦରିଦ୍ରତମ ଲୋକଟିର ହିତ ପାଇଁ କାମ କରିବା ହିଁ ଅନ୍ତୋଦୟର ବାର୍ତ୍ତା। ମାନନୀୟ ସଦସ୍ୟଗଣ, ବର୍ତ୍ତମାନର ସମୟ ଟେକ୍ନୋଲୋଜିର ସମୟ। ଜନପ୍ରତିନିଧି ଭାବରେ ଆପଣମାନେ ସାରା ରାଜ୍ୟରେ ଚିହ୍ନା ମୁହଁ। ଆପଣମାନଙ୍କର ପ୍ରଶଂସକ ଓ ଅନୁଗାମୀ ବହୁତ ଅନେକ। ଆପଣ କ'ଣ କହୁଛନ୍ତି, କ'ଣ କରୁଛନ୍ତି ଜାଣିବା ପାଇଁ ଲୋକମାନଙ୍କର ଉତ୍ସୁକ ଥାନ୍ତି। ଆପଣଙ୍କର ଉଚ୍ଚାରଣ ଓ ଆଚରଣ ଉଭୟ ମୂଲ୍ୟବାନ। ଆପଣମାନେ ଲିଡର, ଜନତାକୁ ଲିଡ୍ କରୁଛନ୍ତି। ଜନତା ହେଲେ ଫଲୋୱାର। ଲିଡର ଯାହା କରିବେ ଜନତା ତାକୁ ଫଲୋ କରିବେ। हिंदी गोटे प्रभाव अच्छे, आप जो करेंगे दूसरे उसको करेंगे, फॉलो करेंगे। आप जो करते हैं दूसरे वही करते हैं। तेणुक निजर उच्चारण आचरण को संयम रखिबार आवश्यकता रही। गृह आपण कौन कहते किपरि कहते ताहा समस्ते जानीपारुछन्ति। एबे टेक्नोलोजीर समय गृह एवं गृह बाहर आपणकर आचरण और उच्चारण एपरि हेबा उचित जहाँ पाथेय करी आपणक प्रशंसक
अनुगामी माने समाज तथा राज्य गठन में सहायक हेबे। ओडिशार समृद्धि ओडिशावासी सुख शांति एवं आपण मानकर मंगल कामना करी मु मोर वक्तव्य सांग करुछि। जय हिंद, जय भारत, वंदे उत्कल जननी, जय जगन्नाथ। भारतर महामहिम राष्ट्रपति मान्यवर श्रीमती द्रौपदी मुर्मू महोदयांकर आजिर ए विधानसभा को उद्बोधन उपरांतरे ए गृहर कार्य आसंता चरण माझी, विरोधी दल नेता श्री नवीन पट्टनायक जी, केंद्रीय मंत्री श्रीयुक्त धर्मेंद्र प्रधान जी, अन्य एक केंद्रीय मंत्री जुएल राम जी, बहु पार्लियामेंट सदस्य एठी उपस्थित सदस्य वृंद, सजन मंडली, नमस्कार, जुहार, जय जगन्नाथ। आपण मानक गणरे उपस्थित होई मु बेस आनंदित। राइटली कहिसंती आमर राज्यपाल ये होम कमिंग जैसे लगुच। छोट बेलर से शब्द मोर मने पड़ुछे, माटी मोर केड़े निजर तासरी किछि नाही, तापाद धूली चंदन भली मथारे दियो मु बळी। इतिमध्य देशर एकाधिक राज्य विधानसभा को संबोधन करिवार मु सुजोग पाइछि। पृथ्वीर केतेक देशर नेशनल असेंबलीज और पार्लियामेंट्स को संबोधन करिवार सुजोग मध्य लाभ करिछि, किंतु ओडिशा विधानसभा को संबोधन करिबा मो पई विशेष खुशीर विषय। यार यथेष्ट विशेषता रही। मु गाँव आसीथिली, एक साधारण झील है। ए गृह मते सबु किछि शिखेछि। कथा कहिबा एक राजनैतिक हिसाब रे समस्त सहित किपरि व्यवहार करवा एवं को विषय रे किपरि भाबरे उपस्थापन करवा। आज मु जोठी अछि तार समस्त श्रेय ए गृहर। ए मते फाउंडेशन देछि, नियो देछि। आज ए नियो जदि सुदृढ़ हो न था और आपण मानकर एवं ओडिशार जनसाधारणकर जदि आशीर्वाद न था, भगवान जगन्नाथंकर जदि आशीर्वाद न था, बोधुए मु आज जो जगार अच्छी से जगार को पहुँची पार न। तेणु मु कोटि कोटि नमस्कार करुच्ची। यही गृह को संबोधन करने मते निमंत्रण करिथिबारु विधानसभा बाचस्पति श्रीमती सुरमा पाढ़ी को मु बहुत बहुत धन्यवाद देउछि। यही पवित्र गृहर सदस्य भाव में एठारे बसिबार सौभाग्य मु लाभ करिथिली। अनेक वर्ष व्यवधान रे एठारे उपस्थित होबा परे अतीतर स्मृति सबु ताजा होई उठुछि। आई फील नॉस्टैल्जिक। ए गृह मु विधायक भाव में प्रश्न पचारिछि एवं मंत्री भाव में विधायक मानकर प्रश्न उत्तर मध्य देछि। विभिन्न स्थायी कमिटीर सदस्य और अध्यक्ष भाव में मु मो चिंता व्यक्त करिवार सुजोग पाइछि। मोर केतेक बंधु और सतीर्थ आज यही गृह उपस्थित अछंती। एठी बसिथिबा 147 जन सदस्य मोर चिन्हा, किंतु सौभाग्यवशतः किछि लोगों को सहित काम करिवार मते सुजोग मिली। एवं आज ए गृहर गैलेरी रे बहुत पूर्वतन मंत्री पूर्वतन विधायक मध्य अछंती, तांको मु धन्यवाद देउछि। केंद्र मंत्री श्री धर्मेंद्र प्रधान को सहित 2000 मसीह आमे एकत्रित भाव में एठारे काम करिवार सुजोग मिलिथिला। आज गृहर नेता मोहन चरण माझी आमे सबू 2000 मसीह एका सहित ए विधानसभा को आसी जुएल राम
केन्द्रमंत्री एवं पूर्वतन विधायक मंत्रीगण मध्य एथि उपस्थित अछंती। एठाकार आत्मीय परिवेश में मु भावप्रवण हो जाइछि। मु एही अवसर में ओडिशा विधानसभार पूर्वतन तथा वर्तमान सदस्य समस्त एवं राज्यवासी को बहुत बहुत धन्यवाद देउछि। माननीय सदस्यगण, ओडिशा केवल एक प्राचीन भूखंड व आधुनिक प्रदेश नुहे, यह एक महत्वपूर्ण सांस्कृतिक प्रवाह अटे। भारतर सभ्यतागत मूल्यबोध को ओडिशा परिभाषित करिछि बोली कुहा जाई पारे। देशर स्वाधीनता संग्राम और राष्ट्र गठन दिगरे ओडिशार गुरुत्वपूर्ण भूमिका रही। भुवनेश्वर उपखंड में दया नदी आज मध्य प्रवाहित होउछि। एही नदी चंडाशोक धर्माशोकर परिणत होबार जीवंत साक्षी। ओडिशार समृद्ध नौवाणिज्यर साक्षी होउछि महोदधि। ओडिशार महती माटी साक्षी जे एठारे 1817 मसीह इंग्रेज विरोधी संग्राम आरंभ होइतला, जहाँ पाइक विद्रोह भाव भारत प्रसिद्ध। यार महानायक थिले बक्सी जगबंधु विद्याधर। ओडिशार विभिन्न वर्गर आदिवासी भाई भौणी माने विदेशी शासन विरुद्ध लड़ाई करी देश पई उदाहरण सृष्टि करछन्ति। 1857 मसीहार महासंग्राम को अनेक दिन पर्यंत उज्जीवित करी रखिथिले एही माटीर बरपुत्र वीर सुरेंद्र साय। लवण सत्याग्रह रे ओडिशार नेता और जनता सक्रिय अंशग्रहण करथिले। भारत छाड़ आंदोलन समय ब्रिटिश सरकार गुड़ीमाड़े ओडिशार अनेक देशप्रेमी शहीद होइथिले। एही संग्राम रे भाग नै विशिष्ट आदिवासी नेता लक्ष्मण नायक फांसी कुंडरी झुली दे आत्मबलिदान देथिले। देशर सर्वकनिष्ठ शहीद बाजी राउतଙ୍କ बलिदान ए माटीर वीरत्वर कथा कहे। उत्कल गौरव मधुसूदन दासଙ୍କର सर्जनशीलता और तांको प्रतिष्ठित स्वदेशी शिल्प उत्कल टानेरी एवं उत्कलमणि गोपबंधु दासଙ୍କର बलिष्ठ नेतृत्व और तांको वन विद्यालय महात्मा गांधी प्रशंसा भाजित होइतिला। भाषा भित्तिरे गठित प्रथम प्रदेश भाव में ओडिशा भाषा भित्तिक राज्य पुनर्गठन पई प्रेरणार उत्स होइतिला। देशीय राज्यगुड़िकर मिश्रण प्रक्रिया आरंभ होइतिला ओडिशारू, जार नेतृत्व नेइथिले उत्कल किशोरी डॉक्टर हरेकृष्ण महताब। वरेण्य जननेता विजु पट्टनायक साहस और संग्राम देशवासी स्मृति सर्वदा जीवंत हो रही। नेताजी सुभाष चंद्र बोस को जन्म दे ओडिशा धन्य हो देइछि। भारत निर्माण रे ओडिशार अवदान काले काले रही आसी। माननीय सदस्यगण, ओडिशा रे नारी सशक्तिकरण एक प्राचीन परंपरा रही। रमादेवी, सरला देवी, कुंतला कुमारी सावत, पार्वती गिरी और ओडिशार अन्य अनेक नेत्रींकर स्वाधीनता संग्राम में अग्रणी भूमिका रही। 15 जन महिषी महिला भारतर संविधान सभा सदस्य थिले, जहाँ मध्य ओडिशार मालती देवी अन्यतम थिले। यह अत्यंत गौरवर कथा जे ओडिशा विधानसभा महिला प्रतिनिधित्वर दीर्घ इतिहास रही। स्वाधीनता पूर्ववर्ती और परवर्ती एपरी कौन विधानसभा ओडिशा रे गठित होई नाही जो महिला मानकर प्रतिनिधित्व नाही। वर्तमान बाचस्पति जड़े महिला एवं यह पूर्ववर्ती विधानसभा बाचस्पति मध्य थिले महिला। प्राक स्वाधीनता कालीन विधानसभा श्रीमती ए लक्ष्मीबाई उप बाचस्पति पद मंडन करथिले। ओडिशा रे अनेक महिला मंत्री भाव में दक्षता सहित कार्य करिसंती। नंदिनी शतपथी भारतर द्वितीय महिला मुख्यमंत्री भाव में जनाशुना। ओडिशार महिला में स्वाधीनता संग्राम, जनसेवा, साहित्य, क्रीड़ा आदि अनेक क्षेत्र में सफलता हासिल करी देश को गौरवान्वित करिसंती। ओडिशा विधानसभा रे अनेक जनमंगलकारी आईन पारित होइछि। एही विधानसभा रे वितर्कर एक सुस्थ परंपरा रही। चलित सप्तदश विधानसभा स्वल्प अवधि मध्य अनेक फलप्रद बैठक आयोजन करिछि। यह आनंदर कथा जे एही विधानसभा पेपरलेस डिजिटल लेजिस्लेचर रे परिणत होइछि।
माननीय सदस्यगण, ओडिशा प्रगति पथरे द्रुत गति आगक चली आम समस्त आनंदर कथा। विभिन्न समय ओडिशार शासन भार संभाली प्रधानमंत्री और मुख्यमंत्री माने निज निज ढंग से ओडिशार विकास रे अंशग्रहण कर गभीर सम्मान जनाऊँ। ओडिशार मुख्यमंत्री श्री मोहन चरण माझी अल्प दिनर कार्यकाल मध्य अनेक नुआ कार्यर शुभारंभ कर खुशीर कथा जे ओडिशार महिला माने सुभद्रा योजना माध्यम स्वावलंबी होउछन्ति। अनेक महिला सुभद्रा सहायता को उपयोग करी लक्षपति दीदी भाव में प्रतिष्ठा लाभ कर कृषि, शिक्षा, स्वास्थ्य, आदिवासी और अन्य वंचित वर्गर उन्नति, आवास, विपर्यय परिचालन आदि क्षेत्र में विभिन्न योजना कार्यकारी करा जाउछि। ओडिशा तो चाष और चाषीर राज्य। धान किणा उपरे राज्य सरकार सब्सिडी देवा एक उत्तम पदक्षेप। चाषी सशक्त नहेले देश किपरि सशक्त हो पार। ओडिशा रे रेलपथ, राजपथ और बंदर विकास में भारत सरकार नाना पदक्षेप ग्रहण कर उभय केंद्र और राज्य सरकार मिलित उद्यम ओडिशा रे शिल्पायन प्रक्रिया नुआ रूप नेउछि जानी मु खूब आनंदित। ओडिशार प्रगति पर समस्ते मिलमिशि कार्य करने उचित। माननीय सदस्यगण, ओडिशा महाप्रभु श्री जगन्नाथ पूर्ण माटी। प्रकृति सबु प्रकार प्राचुर्य अजाड़ी देसी ओडिशा भूई रे। विपुल खनिज संपद, जंगल संपद, जल संपद रे परिपूर्ण ओडिशा। ओडिशा मानव संबल विकास रे भी पछरे पड़ी नहीं। श्रमिकों ठारू शिल्पी और शिल्पपति, आईटी प्रोफेशनल मानक ठारू साइंटिस्ट को पर्यंत सबु वर्गर मानव संबल रे ओडिशा समृद्ध। ओडिशा रे मध्य रही सुदीर्घ बेलाभूमि एवं उर्वर चाष जमी। कृषि, शिल्प, वाणिज्य आदिर विकास में ओडिशार परिवेश खूब अनुकूल। ए सब संपदर सदुपयोग करा जाई ओडिशा को देशर अग्रणी प्रदेश रे परिणत करा जाई पारिबो। 2047 मसीहा रे स्वाधीनतार शताब्दी समारोह पालित हेबा बेलू भारत विकसित देश रे परिणत हो सारिथिबो बोली मोर आम समस्तंकर विश्वास। सेही दिगरे आम देश अग्रसर हेउछि। 2036 मसीह ओडिशा गठनर 100 वर्ष पूर्ति हेब। आपण माने सम्मिलित भाव में 2036 मसीहा सुधा एक सुसमृद्ध ओडिशा गठन करि पारिले ताहा विकसित भारत गठन पाई ओडिशार श्रेष्ठ अवदान हेब। ओडिशार नेतृवृंद, कृषक, श्रमिक, महिला, प्रशासक, बुद्धिजीवी एवं युवक समस्ते एकजुट होई कार्य कले असाध्य साधन करि हेब। मु आशा करुछि आपण माने ओडिशार प्रगति को जीवनर व्रत भाव में ग्रहण करिवे। माननीय सदस्यगण, पृथ्वीर विभिन्न देश ग्रस्त करी भारत प्रति अन्य देशर लोकमानकर सम्मान को मु अनुभव करि पारुछि। सेमाने गोटे परिवर्तित भारत को देखुछन्ति। भारत वर्तमान पृथ्वीर एक बृहत अर्थनीति भाव में उभा होइछि एवं आगामी दिन रे जे यह आहुरी शक्तिशाली हेब यह सहजरे अनुमान करि पारुछि। महाकाश विज्ञान और अन्यान्य क्षेत्र में भारतीय वैज्ञानिक मानकर सफलता भारतर छवि को उज्जवल करिछि। आईटी और एआई क्षेत्र में भारतर अग्रगति को विश्व बेस प्रशंसा करुछि। अनेक देश भारतर ज्ञान कौशल उपरे आस्था प्रकट करछन्ति। केतेक देशर लोकमानक पई भारत हेल्थ केयर डेस्टिनेशन पालिटिछि। अनेक विदेशी छात्र छात्री भारत में अध्ययन करने को पसंद करछन्ति। ए सब एक विकसित भारतर प्राक सूचना। राष्ट्र सर्वोपरि, नेशन फास्ट भावना को दृष्टि रखी आपण माने कार्य करिवे बोली मोर विश्वास। माननीय सदस्यगण, गणतंत्र भित्ति गण बा जनसाधारण।
ଗଣ ବିନା ଗଣତନ୍ତ୍ର ନାହିଁ କି ଗଣରାଜ୍ୟ ନାହିଁ। ଭାରତ ପୃଥିବୀର ସର୍ବବୃହତ୍ ଗଣତନ୍ତ୍ର ଏବଂ ଜନଗଣ ହିଁ ଭାରତର ଭାଗ୍ୟ ବିଧାତା। ସେମାନଙ୍କଠାରେ ଅସୀମ କ୍ଷମତା ନିହିତ। ଲୋକଶକ୍ତି ଉପରେ ଭାରତୀୟ ସଂସ୍କୃତିରେ ସର୍ବଦା ଗୁରୁତ୍ୱ ଆରୋପ କରାଯାଇଛି। ଜନମତକୁ ଯଥା ସମ୍ମାନ ଦିଆଯାଇଛି। ଏ ବିଷୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଯେଉଁ ସୁନ୍ଦର କବିତା ଲେଖିଛନ୍ତି ତାହାର କିଛି ଅଂଶ ମୁଁ ଉଦ୍ଧାର କରୁଛି। ପ୍ରଜା ଲାଗି କଲେ ପ୍ରଜାପତି ସୃଷ୍ଟି, ପ୍ରଜା ଲାଗି ଇନ୍ଦ୍ର କଲେ ଜଳବୃଷ୍ଟି, ପ୍ରଜା ଲାଗି ଉଦେ ରବି ଶଶୀ ତାରା, ପ୍ରଜା ଲାଗି ବହେ ଶତ ନଦୀ ଧାରା, ପ୍ରଜା ଲାଗି ରାଜ୍ୟ ପ୍ରଜାର ଶାସନ, ଯୁଗେ ଯୁଗେ ଏହା ଶାସ୍ତ୍ରର କଥନ। ଏହାର ମର୍ମ ହେଉଛି କାଳେ କାଳେ ଶାସନର ଡରି ପ୍ରଜା ବା ଜନଗଣଙ୍କ ହାତରେ ଥାଏ। ଏହା ଶାସ୍ତ୍ରର ବଚନ। ଆପଣମାନେ ଜନଗଣଙ୍କର ପ୍ରତିନିଧି, ସେମାନଙ୍କର ସେବକ। କେତେ ଆଶା ଭରସା ବିଶ୍ୱାସ ନେଇ ସେମାନେ ଆପଣଙ୍କ ହାତରେ କ୍ଷମତା ଅର୍ପଣ କରିଛନ୍ତି। ସେମାନଙ୍କର ଆଶା ପୂରଣ କରିବା, ସେମାନଙ୍କର ସ୍ୱପ୍ନକୁ ସାକାର କରିବା ଏବଂ ସର୍ବୋପରି ସେମାନଙ୍କର ମୁହଁରେ ହସ ଫୁଟାଇବା ଆପଣମାନଙ୍କର କର୍ତ୍ତବ୍ୟ, ଆମ ସମସ୍ତଙ୍କର କର୍ତ୍ତବ୍ୟ। ଆପଣମାନେ ଏପରି କାର୍ଯ୍ୟ କରିବେ ଯାହା ସାଧାରଣ ଲୋକଙ୍କର ହିତ ପାଇଁ ଉଦ୍ଦିଷ୍ଟ। ଦେଶର ଦରିଦ୍ରତମ ଲୋକଟିର ହିତ ପାଇଁ କାମ କରିବା ହିଁ ଅନ୍ତୋଦୟର ବାର୍ତ୍ତା। ମାନନୀୟ ସଦସ୍ୟଗଣ, ବର୍ତ୍ତମାନର ସମୟ ଟେକ୍ନୋଲୋଜିର ସମୟ। ଜନପ୍ରତିନିଧି ଭାବରେ ଆପଣମାନେ ସାରା ରାଜ୍ୟରେ ଚିହ୍ନା ମୁହଁ। ଆପଣମାନଙ୍କର ପ୍ରଶଂସକ ଓ ଅନୁଗାମୀ ବହୁତ ଅନେକ। ଆପଣ କ'ଣ କହୁଛନ୍ତି, କ'ଣ କରୁଛନ୍ତି ଜାଣିବା ପାଇଁ ଲୋକମାନଙ୍କର ଉତ୍ସୁକ ଥାନ୍ତି। ଆପଣଙ୍କର ଉଚ୍ଚାରଣ ଓ ଆଚରଣ ଉଭୟ ମୂଲ୍ୟବାନ। ଆପଣମାନେ ଲିଡର, ଜନତାକୁ ଲିଡ୍ କରୁଛନ୍ତି। ଜନତା ହେଲେ ଫଲୋୱାର। ଲିଡର ଯାହା କରିବେ ଜନତା ତାକୁ ଫଲୋ କରିବେ। हिंदी गोटे प्रभाव अच्छे, आप जो करेंगे दूसरे उसको करेंगे, फॉलो करेंगे। आप जो करते हैं दूसरे वही करते हैं। तेणुक निजर उच्चारण आचरण को संयम रखिबार आवश्यकता रही। गृह रे आपण कौन कहउछंती किपरि कहउछंती ताहा समस्ते जानि पारुछंती। एबे टेक्नोलोजी रो समय गृह रे एवं गृह बाहर आपणकर आचरण और उच्चारण एपरि हेबा उचित जहाको पाथेय करी आपणक प्रशंसक अनुगामी माने समाज तथा राज्य गठन में सहायक हेबे। ओडिशार समृद्धि, ओडिशावासींकर सुख शांति एवं आपण मानकर मंगल कामना करी मु मोर वक्तव्य सांग करुछि। जय हिंद, जय भारत, वंदे उत्कल जननी, जय जगन्नाथ। ଭାରତର ମହାମହିମ ରାଷ୍ଟ୍ରପତି ମାନ୍ୟବର ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମହୋଦୟାଙ୍କର ଆଜିର ଏ ବିଧାନସଭାକୁ ଉଦ୍ବୋଧନ ଉପରାନ୍ତରେ ଏ ଗୃହର କାର୍ଯ୍ୟ ଆସନ୍ତା चरण माझी, विरोधी दल नेता श्री नवीन पट्टनायक जी, केंद्रीय मंत्री श्रीयुक्त धर्मेंद्र प्रधान जी, अन्य एक केंद्रीय मंत्री जुएल राम जी, बहु पार्लियामेंट सदस्य एठी उपस्थित सदस्य वृंद, सजन मंडली, नमस्कार, जुहार, जय जगन्नाथ। आपण मानक गणरे उपस्थित होई मु बेस आनंदित। राइटली कहिसंती आमर राज्यपाल ये होम कमिंग जैसे लगुच। छोट बेलर से शब्द मोर मन पड़ुछे, माटी मोर केड़े निजर तासरी किछि नाही, तापाद धूली चंदन भली मथारे दियो मु बड़ी। इतिमध्य देशर एकाधिक राज्य विधानसभा को संबोधन करिवार मु सुजोग पाइछि। पृथ्वीर केतेक देशर नेशनल असेंबलीज और पार्लियामेंट्स को संबोधन करिवार सुजोग मध्य लाभ करिछि, किंतु ओडिशा विधानसभा को संबोधन करिबा मो पई विशेष खुशीर विषय। यार यथेष्ट विशेषता रही। मु गाँव आसीथिली
एक साधारण झील है। ए गृह मते सबु किछि शिखेछि। कथा कहवा एक राजनैतिक हिसाब रे समस्त सहित किपरि व्यवहार करवा एवं को विषय रे किपरि भाबरे उपस्थापन करवा। आज मु जोठी अछि तार समस्त श्रेय ए गृहर। ए मते फाउंडेशन देछि, नियो देछि। आज ए नियो जदि सुदृढ़ होई न थांता और आपण मानकर एवं ओडिशार जनसाधारणकर जदि आशीर्वाद न थांता, भगवान जगन्नाथंकर जदि आशीर्वाद न थांता, बोधुए मु आज जो जगार अच्छी से जगार को पहुँची पार न। तेणु मु कोटि कोटि नमस्कार करुच्ची। यही गृह को संबोधन करने मत निमंत्रण कर विधानसभा बाचस्पति श्रीमती सुरमा पाढ़ी को मु बहुत बहुत धन्यवाद देउछि। यही पवित्र गृहर सदस्य भाव में एठारे बसिबार सौभाग्य मु लाभ करी। अनेक वर्ष व्यवधान एठारे उपस्थित होगा परे अतीतर स्मृति सबू ताजा हो उठुछि। आई फील नॉस्टैल्जिक। ए गृह मु विधायक भाव में प्रश्न पचारि एवं मंत्री भाव में विधायक मानकर प्रश्न उत्तर मध्य देछि। विभिन्न स्थायी कमिटीर सदस्य और अध्यक्ष भाव में मु मो चिंता व्यक्त करिवार सुजोग पाइछि। मोर केतेक बंधु और सतीर्थ आज यही गृह रे उपस्थित अछंती। एठी बसिथिबा 147 जन सदस्य मोर चिन्हा, किंतु सौभाग्यवशतः किछि लोगों को सहित काम करिवार मते सुजोग मिली एवं आज ए गृहर गैलेरी रे बहुत पूर्वतन मंत्री पूर्वतन विधायक मध्य अछंती। तांको मु धन्यवाद देउछि। केंद्र मंत्री श्री धर्मेंद्र प्रधान को सहित 2000 मसीह आमे एकत्रित भाव में एठारे काम करिवार सुजोग मिलिथिला। आज गृहर नेता मोहन चरण माझी आमे सबू 2000 मसीह एका सहित ए विधानसभा को आसी। जुएलराम केन्द्रमंत्री एवं पूर्वतन विधायक मंत्रीगण मध्य एथि उपस्थित अछंती। एठाकार आत्मीय परिवेश रे मु भावप्रवण हो जाइछि। मु एही अवसर रे ओडिशा विधानसभार पूर्वतन तथा वर्तमान सदस्य समस्त को एवं राज्यवासी को बहुत बहुत धन्यवाद देउछि। माननीय सदस्यगण, ओडिशा केवल एक प्राचीन भूखंड व आधुनिक प्रदेश नुहे, यह एक महत्वपूर्ण सांस्कृतिक प्रवाह अटे। भारतर सभ्यतागत मूल्यबोध को ओडिशा परिभाषित करिछि बोली कुहा जाई पारे। देशर स्वाधीनता संग्राम और राष्ट्र गठन दिगरे ओडिशार गुरुत्वपूर्ण भूमिका रही। भुवनेश्वर उपखंड में दया नदी आज मध्य प्रवाहित होउछि। एही नदी चंडाशोक धर्माशोकर परिणत होबार जीवंत साक्षी। ओडिशार समृद्ध नौवाणिज्यर साक्षी होछि महोदधि। ओडिशार महती माटी साक्षी जे एठारे 1817 मसीह इंग्रेज विरोधी संग्राम आरंभ होइतला, जहाँ पाइक विद्रोह भाव में भारत प्रसिद्ध। यार महानायक थिले बक्सी जगबंधु विद्याधर। ओडिशार विभिन्न वर्गर आदिवासी भाई भौणी माने विदेशी शासन विरुद्ध लड़ाई करी देश पाई उदाहरण सृष्टि करछन्ति। 1857 मसीहार महासंग्राम को अनेक दिन पर्यंत उज्जीवित करी रखिथिले एही माटीर बरपुत्र वीर सुरेंद्र साय। लवण सत्याग्रह रे ओडिशार नेता और जनता सक्रिय अंशग्रहण करथिले। भारत छाड़ आंदोलन समय ब्रिटिश सरकार गुड़ीमाड़े ओडिशार अनेक देशप्रेमी शहीद होइथिले। एही संग्राम रे भाग नै विशिष्ट आदिवासी नेता लक्ष्मण नायक फांसी कुंडरे झुली दे आत्मबलिदान देइथिले। देशर सर्वकनिष्ठ शहीद बाजी राउतों बलिदान ए माटीर वीरत्वर कथा कहे।
उत्कल गौरव मधुसूदन दासଙ୍କର ସର୍ଜନଶୀଳତା ଓ ତାଙ୍କ ପ୍ରତିଷ୍ଠିତ ସ୍ୱଦେଶୀ ଶିଳ୍ପ ଉତ୍କଳ ଟ୍ୟାନେରୀ ଏବଂ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ବଳିଷ୍ଠ ନେତୃତ୍ୱ ଓ ତାଙ୍କ ବନବିଦ୍ୟାଳୟ ମହାତ୍ମା ଗାନ୍ଧୀଙ୍କ ପ୍ରଶଂସା ଭାଜିତ ହୋଇଥିଲା। ଭାଷା ଭିତ୍ତିରେ ଗଠିତ ପ୍ରଥମ ପ୍ରଦେଶ ଭାବରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ପୁନର୍ଗଠନ ପାଇଁ ପ୍ରେରଣାର ଉତ୍ସ ହୋଇଥିଲା। ଦେଶୀୟ ରାଜ୍ୟଗୁଡ଼ିକର ମିଶ୍ରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଓଡ଼ିଶାରୁ, ଯାହାର ନେତୃତ୍ୱ ନେଇଥିଲେ ଉତ୍କଳ କିଶୋରୀ ଡକ୍ଟର ହରେକୃଷ୍ଣ ମହତାବ। ବରେଣ୍ୟ ଜନନେତା ବିଜୁ ପଟ୍ଟନାୟକଙ୍କ ସାହସ ଓ ସଂଗ୍ରାମ ଦେଶବାସୀଙ୍କର ସ୍ମୃତିରେ ସର୍ବଦା ଜୀବନ୍ତ ହୋଇ ରହିବ। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଜନ୍ମ ଦେଇ ଓଡ଼ିଶା ଧନ୍ୟ ଦେଇଛି। ଭାରତ ନିର୍ମାଣରେ ଓଡ଼ିଶାର ଅବଦାନ କାଳେ କାଳେ ରହିଆସିଛି। ମାନନୀୟ ସଦସ୍ୟଗଣ, ଓଡ଼ିଶାରେ ନାରୀ ସଶକ୍ତିକରଣର ଏକ ପ୍ରାଚୀନ ପରମ୍ପରା ରହିଛି। ରମାଦେବୀ, ସରଳା ଦେବୀ, କୁନ୍ତଳା କୁମାରୀ ସାବତ, ପାର୍ବତୀ ଗିରି ଓ ଓଡ଼ିଶାର ଅନ୍ୟ ଅନେକ ନେତ୍ରୀଙ୍କର ସ୍ୱାଧୀନତା ସଂଗ୍ରାମରେ ଅଗ୍ରଣୀ ଭୂମିକା ରହିଥିଲା। 15 ଜଣ ମହିଷୀ ମହିଳା ଭାରତର ସମ୍ବିଧାନ ସଭାରେ ସଦସ୍ୟ ଥିଲେ, ଯାହାଙ୍କ ମଧ୍ୟରେ ଓଡ଼ିଶାର ମାଳତୀ ଦେବୀ ଅନ୍ୟତମ ଥିଲେ। ଏହା ଅତ୍ୟନ୍ତ ଗୌରବର କଥା ଯେ ଓଡ଼ିଶା ବିଧାନସଭାରେ ମହିଳା ପ୍ରତିନିଧିତ୍ୱର ଦୀର୍ଘ ଇତିହାସ ରହିଛି। ସ୍ୱାଧୀନତା ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ଏପରି କୌଣସି ବିଧାନସଭା ଓଡ଼ିଶାରେ ଗଠିତ ହୋଇନାହିଁ ଯେଉଁଥିରେ ମହିଳାମାନଙ୍କର ପ୍ରତିନିଧିତ୍ୱ ନାହିଁ। ବର୍ତ୍ତମାନର ବାଚସ୍ପତି ଜଣେ ମହିଳା ଏବଂ ଏହା ପୂର୍ବବର୍ତ୍ତୀ ବିଧାନସଭାର ବାଚସ୍ପତି ମଧ୍ୟ ଥିଲେ ମହିଳା। ପ୍ରାକ୍ ସ୍ୱାଧୀନତାକାଳୀନ ବିଧାନସଭାରେ ଶ୍ରୀମତୀ ଏ ଲକ୍ଷ୍ମୀବାଇ ଉପବାଚସ୍ପତି ପଦ ମଣ୍ଡନ କରିଥିଲେ। ଓଡ଼ିଶାରେ ଅନେକ ମହିଳା ମନ୍ତ୍ରୀ ଭାବରେ ଦକ୍ଷତା ସହିତ କାର୍ଯ୍ୟ କରିଛନ୍ତି। ନନ୍ଦିନୀ ଶତପଥୀ ଭାରତର ଦ୍ୱିତୀୟ ମହିଳା ମୁଖ୍ୟମନ୍ତ୍ରୀ ଭାବରେ ଜଣାଶୁଣା। ଓଡ଼ିଶାର ମହିଳାମାନେ ସ୍ୱାଧୀନତା ସଂଗ୍ରାମ, ଜନସେବା, ସାହିତ୍ୟ, କ୍ରୀଡ଼ା ଆଦି ଅନେକ କ୍ଷେତ୍ରରେ ସଫଳତା ହାସଲ କରି ଦେଶକୁ ଗୌରବାନ୍ୱିତ କରିଛନ୍ତି। ଓଡ଼ିଶା ବିଧାନସଭାରେ ଅନେକ ଜନମଙ୍ଗଳକାରୀ ଆଇନ ପାରିତ ହୋଇଛି। ଏହି ବିଧାନସଭାରେ ବିତର୍କର ଏକ ସୁସ୍ଥ ପରମ୍ପରା ରହିଛି। ଚଳିତ ସପ୍ତଦଶ ବିଧାନସଭା ସ୍ୱଳ୍ପ ଅବଧି ମଧ୍ୟରେ ଅନେକ ଫଳପ୍ରଦ ବୈଠକ ଆୟୋଜନ କରିଛି। ଏହା ଆନନ୍ଦର କଥା ଯେ ଏହି ବିଧାନସଭା ପେପରଲେସ୍ ଡିଜିଟାଲ ଲେଜିସ୍ଲେଚରରେ ପରିଣତ ହୋଇଛି। ମାନନୀୟ ସଦସ୍ୟଗଣ, ଓଡ଼ିଶା ପ୍ରଗତି ପଥରେ ଦ୍ରୁତ ଗତିରେ ଆଗକୁ ଚାଲିଛି। ଏହା ଆମ ସମସ୍ତଙ୍କ ପାଇଁ ଆନନ୍ଦର କଥା। ବିଭିନ୍ନ ସମୟରେ ଓଡ଼ିଶାର ଶାସନଭାର ସମ୍ଭାଳିଥିବା ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନେ ନିଜ ନିଜ ଢଙ୍ଗରେ ଓଡ଼ିଶାର ବିକାଶରେ ଅଂଶଗ୍ରହଣ କରିଛନ୍ତି। ମୁଁ ସେମାନଙ୍କୁ ଗଭୀର ସମ୍ମାନ ଜଣାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅଳ୍ପ ଦିନର କାର୍ଯ୍ୟକାଳ ମଧ୍ୟରେ ଅନେକ ନୂଆ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ଏହା ଖୁସିର କଥା ଯେ ଓଡ଼ିଶାର ମହିଳାମାନେ ସୁଭଦ୍ରା ଯୋଜନା ମାଧ୍ୟମରେ ସ୍ୱାବଲମ୍ବୀ ହେଉଛନ୍ତି। ଅନେକ ମହିଳା ସୁଭଦ୍ରା ସହାୟତାକୁ ଉପଯୋଗ କରି ଲକ୍ଷପତି ଦିଦି ଭାବରେ ପ୍ରତିଷ୍ଠା ଲାଭ କରିପାରିଛନ୍ତି। ସେହିପରି କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଆଦିବାସୀ ଓ ଅନ୍ୟାନ୍ୟ ବଞ୍ଚିତ ବର୍ଗର ଉନ୍ନତି, ଆବାସ, ବିପର୍ଯ୍ୟୟ ପରିଚାଳନା ଆଦି କ୍ଷେତ୍ରରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଓଡ଼ିଶା ତ ଚାଷ ଓ ଚାଷୀର ରାଜ୍ୟ। ଧାନ କିଣା ଉପରେ ରାଜ୍ୟ ସରକାର ସବସିଡି ଦେବା ଏକ ଉତ୍ତମ ପଦକ୍ଷେପ। ଚାଷୀ ସଶକ୍ତ ନହେଲେ ଦେଶ କିପରି ସଶକ୍ତ ହୋଇପାରିବ? ଓଡ଼ିଶାରେ ରେଳପଥ, ରାଜପଥ ଓ ବନ୍ଦର ବିକାଶ ପାଇଁ ଭାରତ ସରକାର ନାନା ପଦକ୍ଷେପ ଗ୍ରହଣ କରିଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଉଦ୍ୟମରେ ଓଡ଼ିଶାରେ ଶିଳ୍ପାୟନ ପ୍ରକ୍ରିୟା ନୂଆ ରୂପ ନେଉଛି ଜାଣି ମୁଁ ଖୁବ୍ ଆନନ୍ଦିତ। ଓଡ଼ିଶାର ପ୍ରଗତି ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ଉଚିତ। ମାନନୀୟ ସଦସ୍ୟଗଣ, ଓଡ଼ିଶା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପୁଣ୍ୟ ମାଟି। ପ୍ରକୃତି ସବୁ ପ୍ରକାର ପ୍ରାଚୁର୍ଯ୍ୟ ଅଜାଡ଼ି ଦେଇଛି ଓଡ଼ିଶା ଭୂଇଁରେ। ବିପୁଳ ଖଣିଜ ସମ୍ପଦ, ଜଙ୍ଗଲ ସମ୍ପଦ, ଜଳ ସମ୍ପଦରେ ପରିପୂର୍ଣ୍ଣ ଓଡ଼ିଶା। ଓଡ଼ିଶା ମାନବ ସମ୍ବଳ ବିକାଶରେ ବି ପଛରେ ପଡ଼ିନାହିଁ।
ଶ୍ରମିକଙ୍କ ଠାରୁ ଶିଳ୍ପୀ ଓ ଶିଳ୍ପପତି, ଆଇଟି ପ୍ରଫେସନାଲ ମାନଙ୍କ ଠାରୁ ସାଇଣ୍ଟିଷ୍ଟଙ୍କ ପର୍ଯ୍ୟନ୍ତ ସବୁ ବର୍ଗର ମାନବ ସମ୍ବଳରେ ଓଡ଼ିଶା ସମୃଦ୍ଧ। ଓଡ଼ିଶାରେ ମଧ୍ୟ ରହିଛି ସୁଦୀର୍ଘ ବେଳାଭୂମି ଏବଂ ଉର୍ବର ଚାଷ ଜମି। କୃଷି, ଶିଳ୍ପ, ବାଣିଜ୍ୟ ଆଦିର ବିକାଶ ପାଇଁ ଓଡ଼ିଶାର ପରିବେଶ ଖୁବ୍ ଅନୁକୂଳ। ଏସବୁ ସମ୍ପଦର ସଦୁପଯୋଗ କରାଯାଇ ଓଡ଼ିଶାକୁ ଦେଶର ଅଗ୍ରଣୀ ପ୍ରଦେଶରେ ପରିଣତ କରାଯାଇପାରିବ। 2047 ମସିହାରେ ସ୍ୱାଧୀନତାର ଶତାବ୍ଦୀ ସମାରୋହ ପାଳିତ ହେବା ବେଳକୁ ଭାରତ ବିକଶିତ ଦେଶରେ ପରିଣତ ହୋଇସାରିଥିବ ବୋଲି ଆମ ସମସ୍ତଙ୍କର ବିଶ୍ୱାସ। ସେହି ଦିଗରେ ଆମ ଦେଶ ଅଗ୍ରସର ହେଉଛି। 2036 ମସିହାରେ ଓଡ଼ିଶା ଗଠନର 7 ବର୍ଷ ପୂର୍ତ୍ତି ହେବ। ଆପଣମାନେ ସମ୍ମିଳିତ ଭାବରେ 2036 ମସିହା ସୁଦ୍ଧା ଏକ ସୁସମୃଦ୍ଧ ଓଡ଼ିଶା ଗଠନ କରିପାରିଲେ ତାହା ବିକଶିତ ଭାରତ ଗଠନ ପାଇଁ ଓଡ଼ିଶାର ଶ୍ରେଷ୍ଠ ଅବଦାନ ହେବ। ଓଡ଼ିଶାର ନେତୃବୃନ୍ଦ, କୃଷକ, ଶ୍ରମିକ, ମହିଳା, ପ୍ରଶାସକ, ବୁଦ୍ଧିଜୀବୀ ଏବଂ ଯୁବକ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କଲେ ଅସାଧ୍ୟ ସାଧନ କରିହେବ। ମୁଁ ଆଶା କରୁଛି ଆପଣମାନେ ଓଡ଼ିଶାର ପ୍ରଗତିକୁ ଜୀବନର ବ୍ରତ ଭାବରେ ଗ୍ରହଣ କରିବେ। ମାନନୀୟ ସଦସ୍ୟଗଣ, ପୃଥିବୀର ବିଭିନ୍ନ ଦେଶ ଗ୍ରସ୍ତ କରି ଭାରତ ପ୍ରତି ଅନ୍ୟ ଦେଶର ଲୋକମାନଙ୍କର ସମ୍ମାନକୁ ମୁଁ ଅନୁଭବ କରିପାରୁଛି। ସେମାନେ ଗୋଟିଏ ପରିବର୍ତ୍ତିତ ଭାରତକୁ ଦେଖୁଛନ୍ତି। ଭାରତ ବର୍ତ୍ତମାନ ପୃଥିବୀର ଏକ ବୃହତ୍ ଅର୍ଥନୀତି ଭାବରେ ଉଭା ହୋଇଛି ଏବଂ ଆଗାମୀ ଦିନରେ ଯେ ଏହା ଆହୁରି ଶକ୍ତିଶାଳୀ ହେବ ଏହା ସହଜରେ ଅନୁମାନ କରିପାରୁଛି। ମହାକାଶ ବିଜ୍ଞାନ ଓ ଅନ୍ୟାନ୍ୟ କ୍ଷେତ୍ରରେ ଭାରତୀୟ ବୈଜ୍ଞାନିକମାନଙ୍କର ସଫଳତା ଭାରତର ଛବିକୁ ଉଜ୍ଜ୍ୱଳ କରିଛି। ଆଇଟି ଓ ଏଆଇ କ୍ଷେତ୍ରରେ ଭାରତର ଅଗ୍ରଗତିକୁ ବିଶ୍ୱ ବେଶ ପ୍ରଶଂସା କରୁଛି। ଅନେକ ଦେଶ ଭାରତର ଜ୍ଞାନକୌଶଳ ଉପରେ ଆସ୍ଥା ପ୍ରକଟ କରିଛନ୍ତି। କେତେକ ଦେଶର ଲୋକମାନଙ୍କ ପାଇଁ ଭାରତ ହେଲ୍ଥ କେୟାର ଡେଷ୍ଟିନେସନ୍ ପାଲଟିଛି। ଅନେକ ବିଦେଶୀ ଛାତ୍ରଛାତ୍ରୀ ଭାରତରେ ଅଧ୍ୟୟନ କରିବାକୁ ପସନ୍ଦ କରୁଛନ୍ତି। ଏସବୁ ଏକ ବିକଶିତ ଭାରତର ପ୍ରାକ୍ ସୂଚନା। ରାଷ୍ଟ୍ର ସର୍ବୋପରି, ନେସନ୍ ଫାଷ୍ଟ ଭାବନାକୁ ଦୃଷ୍ଟିରେ ରଖି ଆପଣମାନେ କାର୍ଯ୍ୟ କରିବେ ବୋଲି ମୋର ବିଶ୍ୱାସ। ମାନନୀୟ ସଦସ୍ୟଗଣ, ଗଣତନ୍ତ୍ର ଭିତ୍ତି ଗଣ ବା ଜନସାଧାରଣ। ଗଣ ବିନା ଗଣତନ୍ତ୍ର ନାହିଁ କି ଗଣରାଜ୍ୟ ନାହିଁ। ଭାରତ ପୃଥିବୀର ସର୍ବବୃହତ୍ ଗଣତନ୍ତ୍ର ଏବଂ ଜନଗଣ ହିଁ ଭାରତର ଭାଗ୍ୟ ବିଧାତା। ସେମାନଙ୍କଠାରେ ଅସୀମ କ୍ଷମତା ନିହିତ। ଲୋକଶକ୍ତି ଉପରେ ଭାରତୀୟ ସଂସ୍କୃତିରେ ସର୍ବଦା ଗୁରୁତ୍ୱ ଆରୋପ କରାଯାଇଛି। ଜନମତକୁ ଯଥା ସମ୍ମାନ ଦିଆଯାଇଛି। ଏ ବିଷୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଯେଉଁ ସୁନ୍ଦର କବିତା ଲେଖିଛନ୍ତି ତାହାର କିଛି ଅଂଶ ମୁଁ ଉଦ୍ଧାର କରୁଛି। ପ୍ରଜା ଲାଗି କଲେ ପ୍ରଜାପତି ସୃଷ୍ଟି, ପ୍ରଜା ଲାଗି ଇନ୍ଦ୍ର କଲେ ଜଳବୃଷ୍ଟି, ପ୍ରଜା ଲାଗି ଉଦେ ରବି ଶଶୀ ତାରା, ପ୍ରଜା ଲାଗି ବହେ ଶତ ନଦୀ ଧାରା, ପ୍ରଜା ଲାଗି ରାଜ୍ୟ ପ୍ରଜାର ଶାସନ, ଯୁଗେ ଯୁଗେ ଏହା ଶାସ୍ତ୍ରର କଥନ। ଏହାର ମର୍ମ ହେଉଛି କାଳେ କାଳେ ଶାସନର ଡରି ପ୍ରଜା ବା ଜନଗଣଙ୍କ ହାତରେ ଥାଏ। ଏହା ଶାସ୍ତ୍ରର ବଚନ। ଆପଣମାନେ ଜନଗଣଙ୍କର ପ୍ରତିନିଧି, ସେମାନଙ୍କର ସେବକ। କେତେ ଆଶା, ଭରସା, ବିଶ୍ୱାସ ନେଇ ସେମାନେ ଆପଣଙ୍କ ହାତରେ କ୍ଷମତା ଅର୍ପଣ କରିଛନ୍ତି। ସେମାନଙ୍କର ଆଶା ପୂରଣ କରିବା, ସେମାନଙ୍କର ସ୍ୱପ୍ନକୁ ସାକାର କରିବା ଏବଂ ସର୍ବୋପରି ସେମାନଙ୍କର ମୁହଁରେ ହସ ଫୁଟାଇବା ଆପଣମାନଙ୍କର କର୍ତ୍ତବ୍ୟ, ଆମ ସମସ୍ତଙ୍କର କର୍ତ୍ତବ୍ୟ। ଆପଣମାନେ ଏପରି କାର୍ଯ୍ୟ କରିବେ ଯାହା ସାଧାରଣ ଲୋକଙ୍କର ହିତ ପାଇଁ ଉଦ୍ଦିଷ୍ଟ। ଦେଶର ଦରିଦ୍ରତମ ଲୋକଟିର ହିତ ପାଇଁ କାମ କରିବା ହିଁ ଅନ୍ତୋଦୟର ବାର୍ତ୍ତା। ମାନନୀୟ ସଦସ୍ୟଗଣ, ବର୍ତ୍ତମାନର ସମୟ ଟେକ୍ନୋଲୋଜିର ସମୟ। ଜନପ୍ରତିନିଧି ଭାବରେ ଆପଣମାନେ ସାରା ରାଜ୍ୟରେ ଚିହ୍ନା ମୁହଁ। ଆପଣମାନଙ୍କର ପ୍ରଶଂସକ ଓ ଅନୁଗାମୀ ବହୁତ ଅନେକ। ଆପଣ କ'ଣ କହୁଛନ୍ତି, କ'ଣ କରୁଛନ୍ତି ଜାଣିବା ପାଇଁ ଲୋକମାନଙ୍କର ଉତ୍ସୁକ ଥାନ୍ତି। ଆପଣଙ୍କର ଉଚ୍ଚାରଣ ଓ ଆଚରଣ ଉଭୟ ମୂଲ୍ୟବାନ।
आपण माने लीडर जनता को लीड करछन्ति जनता हेले फॉलोअर लीडर जहाँ करिवे जनता ताको फॉलो करिवे। हिंदी रे गोटे प्रभाव अच्छे, आप जो करेंगे दूसरे उसको करेंगे, फॉलो करेंगे। आप जो करते हैं दूसरे वही करते हैं। तेणुक निजर उच्चारण आचरण को संयम रखिबार आवश्यकता रही। गृह आपण कौन कहते किपरि कहते ताहा समस्ते जानीपारुछन्ति। एबे टेक्नोलोजी समय गृह एवं गृह बाहर आपणकर आचरण और उच्चारण एपरि हेबा उचित जहाँ को पाथेय करी आपण प्रशंसक अनुगामी माने समाज तथा राज्य गठन में सहायक हेबे। ओडिशार समृद्धि ओडिशावासींकर सुख शांति एवं आपण मानकर मंगल कामना करी मु मोर वक्तव्य सांग करुछि। जय हिंद, जय भारत, वंदे उत्कल जननी, जय जगन्नाथ। भारतर महामहिम राष्ट्रपति मान्यवर श्रीमती द्रौपदी मुर्मू महोदयांकर आजिर ए विधानसभा को उद्बोधन उपरांतरे ए गृहर कार्य आसंता चरण माझी, विरोधी दल नेता श्री नवीन पट्टनायक जी, केंद्रीय मंत्री श्रीयुक्त धर्मेंद्र प्रधान जी, अन्य एक केंद्रीय मंत्री जुएल राम जी, बहु पार्लियामेंट सदस्य एठी उपस्थित सदस्य वृंद, सजन मंडली, नमस्कार, जुहार, जय जगन्नाथ। आपण मानक गणरे उपस्थित होई मु बेस आनंदित। राइटली कहिसंती आमर राज्यपाल ए होम कमिंग जैसे लगुच। छोट बेलर से शब्द मोर मने पड़ुछे, माटी मोर केड़े निजर तासरी किछि नाही, तापाद धूली चंदन भली मथारे दियो मु बळी। इतिमध्य देशर एकाधिक राज्य विधानसभा को संबोधन करिवार मु सुजोग पाइछि। पृथ्वीर केतेक देशर नेशनल असेंबलीज और पार्लियामेंट्स को संबोधन करिवार सुजोग मध्य लाभ करिछि, किंतु ओडिशा विधानसभा को संबोधन करिबा मो पाई विशेष खुशीर विषय। यार यथेष्ट विशेषता रही। मु गाँव आसीथिली, एक साधारण झील है। ए गृह मते सबु किछि शिखेछि। कथा कहिबा एक राजनैतिक हिसाब रे समस्त सहित किपरि व्यवहार करवा एवं को विषय रे किपरि भाव रे उपस्थापन करवा। आज मु जोठी अछि तार समस्त श्रेय ए गृहर। ए मते फाउंडेशन देछि, नियो देछि। आज ए नियो जदि सुदृढ़ हो न और आपण मानकर एवं ओडिशार जनसाधारणकर जदि आशीर्वाद न था, भगवान जगन्नाथंकर जदि आशीर्वाद न था, बोधुए मु आज जो जगार अच्छी से जगार को पहुँची पार न। तेणु मु कोटि कोटि नमस्कार करुच्ची। यही गृह को संबोधन करने मते निमंत्रण करिथिबारु विधानसभा बाचस्पति श्रीमती सुरमा पाढ़ी को मु बहुत बहुत धन्यवाद देउछि। यही पवित्र गृहर सदस्य भाव में एठारे बसिबार सौभाग्य मु लाभ करिथिली। अनेक वर्ष व्यवधान रे एठारे उपस्थित होबा परे अतीतर स्मृति सबु ताजा होई उठुछि। आई फील नॉस्टैल्जिक। ए गृह मु विधायक भाव में प्रश्न पचारिछि एवं मंत्री भाव में विधायक मानकर प्रश्न उत्तर मध्य देछि। विभिन्न स्थायी कमिटीर सदस्य और अध्यक्ष भाव में मु मो चिंता व्यक्त करिवार सुजोग पाइछि। मोर केतेक बंधु और सतीर्थ आज यही गृह रे उपस्थित अछंती। एठी बसिथिबा 147 जन सदस्य मोर चिन्हा, किंतु सौभाग्यवशत
କିଛି ଲୋକଙ୍କ ସହିତ କାମ କରିବାର ମୋତେ ସୁଯୋଗ ମିଳିଛି ଏବଂ ଆଜି ଏ ଗୃହର ଗ୍ୟାଲେରୀରେ ବହୁତ ପୂର୍ବତନ ମନ୍ତ୍ରୀ ପୂର୍ବତନ ବିଧାୟକ ମଧ୍ୟ ଅଛନ୍ତି, ତାଙ୍କୁ ମୁଁ ଧନ୍ୟବାଦ ଦେଉଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ମଧ୍ୟ 2000 ମସିହାରେ ଆମେ ଏକତ୍ରିତ ଭାବରେ ଏଠାରେ କାମ କରିବାର ସୁଯୋଗ ମିଳିଥିଲା। ଆଜି ଗୃହର ନେତା ମୋହନ ଚରଣ ମାଝୀ ଆମେ ସବୁ 2000 ମସିହାରେ ଏକା ସହିତ ଏ ବିଧାନସଭାକୁ ଆସିଥିଲେ। ଜୁଏଲରାମ କେନ୍ଦ୍ରମନ୍ତ୍ରୀ ଏବଂ ପୂର୍ବତନ ବିଧାୟକ ମନ୍ତ୍ରୀଗଣ ମଧ୍ୟ ଏଠି ଉପସ୍ଥିତ ଅଛନ୍ତି। ଏଠାକାର ଆତ୍ମୀୟ ପରିବେଶରେ ମୁଁ ଭାବପ୍ରବଣ ହୋଇଯାଇଛି। ମୁଁ ଏହି ଅବସରରେ ଓଡ଼ିଶା ବିଧାନସଭାର ପୂର୍ବତନ ତଥା ବର୍ତ୍ତମାନର ସଦସ୍ୟ ସମସ୍ତଙ୍କୁ ଏବଂ ରାଜ୍ୟବାସୀଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି। ମାନନୀୟ ସଦସ୍ୟଗଣ, ଓଡ଼ିଶା କେବଳ ଏକ ପ୍ରାଚୀନ ଭୂଖଣ୍ଡ ବା ଆଧୁନିକ ପ୍ରଦେଶ ନୁହେଁ, ଏହା ଏକ ମହତ୍ତ୍ୱପୂର୍ଣ୍ଣ ସାଂସ୍କୃତିକ ପ୍ରବାହ ଅଟେ। ଭାରତର ସଭ୍ୟତାଗତ ମୂଲ୍ୟବୋଧକୁ ଓଡ଼ିଶା ପରିଭାଷିତ କରିଛି ବୋଲି କୁହାଯାଇପାରେ। ଦେଶର ସ୍ୱାଧୀନତା ସଂଗ୍ରାମ ଓ ରାଷ୍ଟ୍ର ଗଠନ ଦିଗରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଭୁବନେଶ୍ୱର ଉପଖଣ୍ଡରେ ଦୟାନଦୀ ଆଜି ମଧ୍ୟ ପ୍ରବାହିତ ହେଉଛି। ଏହି ନଦୀ ଚଣ୍ଡାଶୋକ ଧର୍ମାଶୋକର ପରିଣତ ହେବାର ଜୀବନ୍ତ ସାକ୍ଷୀ। ଓଡ଼ିଶାର ସମୃଦ୍ଧ ନୌବାଣିଜ୍ୟର ସାକ୍ଷୀ ହେଉଛି ମହୋଦଧି। ଓଡ଼ିଶାର ମହତୀ ମାଟି ସାକ୍ଷୀ ଯେ ଏଠାରେ 1817 ମସିହାରେ ଇଂରେଜ ବିରୋଧୀ ସଂଗ୍ରାମ ଆରମ୍ଭ ହୋଇଥିଲା, ଯାହା ପାଇକ ବିଦ୍ରୋହ ଭାବରେ ଭାରତ ପ୍ରସିଦ୍ଧ। ଏହାର ମହାନାୟକ ଥିଲେ ବକ୍ସି ଜଗବନ୍ଧୁ ବିଦ୍ୟାଧର। ଓଡ଼ିଶାର ବିଭିନ୍ନ ବର୍ଗର ଆଦିବାସୀ ଭାଇ ଭଉଣୀମାନେ ବିଦେଶୀ ଶାସନ ବିରୁଦ୍ଧରେ ଲଢ଼େଇ କରି ଦେଶ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। 1857 ମସିହାର ମହାସଂଗ୍ରାମକୁ ଅନେକ ଦିନ ପର୍ଯ୍ୟନ୍ତ ଉଜ୍ଜୀବିତ କରି ରଖିଥିଲେ ଏହି ମାଟିର ବରପୁତ୍ର ବୀର ସୁରେନ୍ଦ୍ର ସାଏ। ଲବଣ ସତ୍ୟାଗ୍ରହରେ ଓଡ଼ିଶାର ନେତା ଓ ଜନତା ସକ୍ରିୟ ଅଂଶଗ୍ରହଣ କରିଥିଲେ। ଭାରତ ଛାଡ଼ ଆନ୍ଦୋଳନ ସମୟରେ ବ୍ରିଟିଶ ସରକାରର ଗୁଳିମାଡ଼ରେ ଓଡ଼ିଶାର ଅନେକ ଦେଶପ୍ରେମୀ ଶହୀଦ ହୋଇଥିଲେ। ଏହି ସଂଗ୍ରାମରେ ଭାଗ ନେଇ ବିଶିଷ୍ଟ ଆଦିବାସୀ ନେତା ଲକ୍ଷ୍ମଣ ନାୟକ ଫାଶୀକୁଣ୍ଡରେ ଝୁଲି ଦେଇ ଆତ୍ମବଳିଦାନ ଦେଇଥିଲେ। ଦେଶର ସର୍ବକନିଷ୍ଠ ଶହୀଦ ବାଜି ରାଉତଙ୍କ ବଳିଦାନ ଏହି ମାଟିର ବୀରତ୍ୱର କଥା କହେ। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ସୃଜନଶୀଳତା ଓ ତାଙ୍କ ପ୍ରତିଷ୍ଠିତ ସ୍ୱଦେଶୀ ଶିଳ୍ପ ଉତ୍କଳ ଟ୍ୟାନେରୀ ଏବଂ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ବଳିଷ୍ଠ ନେତୃତ୍ୱ ଓ ତାଙ୍କ ବନବିଦ୍ୟାଳୟ ମହାତ୍ମା ଗାନ୍ଧୀଙ୍କ ପ୍ରଶଂସାଭାଜିତ ହୋଇଥିଲା। ଭାଷା ଭିତ୍ତିରେ ଗଠିତ ପ୍ରଥମ ପ୍ରଦେଶ ଭାବରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ପୁନର୍ଗଠନ ପାଇଁ ପ୍ରେରଣାର ଉତ୍ସ ହୋଇଥିଲା। ଦେଶୀୟ ରାଜ୍ୟଗୁଡ଼ିକର ମିଶ୍ରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଓଡ଼ିଶାରୁ, ଯାହାର ନେତୃତ୍ୱ ନେଇଥିଲେ ଉତ୍କଳ କିଶୋରୀ ଡକ୍ଟର ହରେକୃଷ୍ଣ ମହତାବ। ବରେଣ୍ୟ ଜନନେତା ବିଜୁ ପଟ୍ଟନାୟକଙ୍କ ସାହସ ଓ ସଂଗ୍ରାମ ଦେଶବାସୀଙ୍କର ସ୍ମୃତିରେ ସର୍ବଦା ଜୀବନ୍ତ ହୋଇ ରହିବ। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଜନ୍ମ ଦେଇ ଓଡ଼ିଶା ଧନ୍ୟ ଦେଇଛି। ଭାରତ ନିର୍ମାଣରେ ଓଡ଼ିଶାର ଅବଦାନ କାଳେ କାଳେ ରହିଆସିଛି। ମାନନୀୟ ସଦସ୍ୟଗଣ, ଓଡ଼ିଶାରେ ନାରୀ ସଶକ୍ତିକରଣର ଏକ ପ୍ରାଚୀନ ପରମ୍ପରା ରହିଛି। ରମାଦେବୀ, ସରଳା ଦେବୀ, କୁନ୍ତଳା କୁମାରୀ ସାବତ, ପାର୍ବତୀ ଗିରି ଓ ଓଡ଼ିଶାର ଅନ୍ୟ ଅନେକ ନେତ୍ରୀଙ୍କର ସ୍ୱାଧୀନତା ସଂଗ୍ରାମରେ ଅଗ୍ରଣୀ ଭୂମିକା ରହିଥିଲା। 15 ଜଣ ମହିଷୀ ମହିଳା ଭାରତର ସମ୍ବିଧାନ ସଭାରେ ସଦସ୍ୟ ଥିଲେ, ଯାହାଙ୍କ ମଧ୍ୟରେ ଓଡ଼ିଶାର ମାଳତୀ ଦେବୀ ଅନ୍ୟତମ ଥିଲେ। ଏହା ଅତ୍ୟନ୍ତ ଗୌରବର କଥା ଯେ ଓଡ଼ିଶା ବିଧାନସଭାରେ ମହିଳା ପ୍ରତିନିଧିତ୍ୱର ଦୀର୍ଘ ଇତିହାସ ରହିଛି। ସ୍ୱାଧୀନତା ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ଏପରି କୌଣସି ବିଧାନସଭା ଓଡ଼ିଶାରେ ଗଠିତ ହୋଇନାହିଁ ଯେଉଁଥିରେ ମହିଳାମାନଙ୍କର ପ୍ରତିନିଧିତ୍ୱ ନାହିଁ। ବର୍ତ୍ତମାନର ବାଚସ୍ପତି ଜଣେ ମହିଳା ଏବଂ ଏହା ପୂର୍ବବର୍ତ୍ତୀ ବିଧାନସଭାର ବାଚସ୍ପତି ମଧ୍ୟ ଥିଲେ ମହିଳା। ପ୍ରାକ୍ ସ୍ୱାଧୀନତାକାଳୀନ ବିଧାନସଭାରେ ଶ୍ରୀମତୀ ଏ ଲକ୍ଷ୍ମୀବାଇ ଉପବାଚସ୍ପତି ପଦ ମଣ୍ଡନ କରିଥିଲେ। ଓଡ଼ିଶାରେ ଅନେକ ମହିଳା ମନ୍ତ୍ରୀ ଭାବରେ ଦକ୍ଷତା ସହିତ
କାର୍ଯ୍ୟ କରିଛନ୍ତି। ନନ୍ଦିନୀ ଶତପଥୀ ଭାରତର ଦ୍ୱିତୀୟ ମହିଳା ମୁଖ୍ୟମନ୍ତ୍ରୀ ଭାବରେ ଜଣାଶୁଣା। ଓଡ଼ିଶାର ମହିଳାମାନେ ସ୍ୱାଧୀନତା ସଂଗ୍ରାମ, ଜନସେବା, ସାହିତ୍ୟ, କ୍ରୀଡ଼ା ଆଦି ଅନେକ କ୍ଷେତ୍ରରେ ସଫଳତା ହାସଲ କରି ଦେଶକୁ ଗୌରବାନ୍ୱିତ କରିଛନ୍ତି। ଓଡ଼ିଶା ବିଧାନସଭାରେ ଅନେକ ଜନମଙ୍ଗଳକାରୀ ଆଇନ ପାରିତ ହୋଇଛି। ଏହି ବିଧାନସଭାରେ ବିତର୍କର ଏକ ସୁସ୍ଥ ପରମ୍ପରା ରହିଛି। ଚଳିତ ସପ୍ତଦଶ ବିଧାନସଭା ସ୍ୱଳ୍ପ ଅବଧି ମଧ୍ୟରେ ଅନେକ ଫଳପ୍ରଦ ବୈଠକ ଆୟୋଜନ କରିଛି। ଏହା ଆନନ୍ଦର କଥା ଯେ ଏହି ବିଧାନସଭା ପେପରଲେସ୍ ଡିଜିଟାଲ ଲେଜିସ୍ଲେଚରରେ ପରିଣତ ହୋଇଛି। ମାନନୀୟ ସଦସ୍ୟଗଣ, ଓଡ଼ିଶା ପ୍ରଗତି ପଥରେ ଦ୍ରୁତ ଗତିରେ ଆଗକୁ ଚାଲିଛି। ଏହା ଆମ ସମସ୍ତଙ୍କ ପାଇଁ ଆନନ୍ଦର କଥା। ବିଭିନ୍ନ ସମୟରେ ଓଡ଼ିଶାର ଶାସନଭାର ସମ୍ଭାଳିଥିବା ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନେ ନିଜ ନିଜ ଢଙ୍ଗରେ ଓଡ଼ିଶାର ବିକାଶରେ ଅଂଶଗ୍ରହଣ କରିଛନ୍ତି। ମୁଁ ସେମାନଙ୍କୁ ଗଭୀର ସମ୍ମାନ ଜଣାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅଳ୍ପ ଦିନର କାର୍ଯ୍ୟକାଳ ମଧ୍ୟରେ ଅନେକ ନୂଆ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ଏହା ଖୁସିର କଥା ଯେ ଓଡ଼ିଶାର ମହିଳାମାନେ ସୁଭଦ୍ରା ଯୋଜନା ମାଧ୍ୟମରେ ସ୍ୱାବଲମ୍ବୀ ହେଉଛନ୍ତି। ଅନେକ ମହିଳା ସୁଭଦ୍ରା ସହାୟତାକୁ ଉପଯୋଗ କରି ଲକ୍ଷପତି ଦିଦି ଭାବରେ ପ୍ରତିଷ୍ଠା ଲାଭ କରିପାରିଛନ୍ତି। ସେହିପରି କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଆଦିବାସୀ ଓ ଅନ୍ୟାନ୍ୟ ବଞ୍ଚିତ ବର୍ଗର ଉନ୍ନତି, ଆବାସ, ବିପର୍ଯ୍ୟୟ ପରିଚାଳନା ଆଦି କ୍ଷେତ୍ରରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଓଡ଼ିଶା ତ ଚାଷ ଓ ଚାଷୀର ରାଜ୍ୟ। ଧାନ କିଣା ଉପରେ ରାଜ୍ୟ ସରକାର ସବସିଡି ଦେବା ଏକ ଉତ୍ତମ ପଦକ୍ଷେପ। ଚାଷୀ ସଶକ୍ତ ନହେଲେ ଦେଶ କିପରି ସଶକ୍ତ ହୋଇପାରିବ? ଓଡ଼ିଶାରେ ରେଳପଥ, ରାଜପଥ ଓ ବନ୍ଦର ବିକାଶ ପାଇଁ ଭାରତ ସରକାର ନାନା ପଦକ୍ଷେପ ଗ୍ରହଣ କରିଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଉଦ୍ୟମରେ ଓଡ଼ିଶାରେ ଶିଳ୍ପାୟନ ପ୍ରକ୍ରିୟା ନୂଆ ରୂପ ନେଉଛି ଜାଣି ମୁଁ ଖୁବ୍ ଆନନ୍ଦିତ। ଓଡ଼ିଶାର ପ୍ରଗତି ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ଉଚିତ। ମାନନୀୟ ସଦସ୍ୟଗଣ, ଓଡ଼ିଶା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପୁଣ୍ୟ ମାଟି। ପ୍ରକୃତି ସବୁ ପ୍ରକାର ପ୍ରାଚୁର୍ଯ୍ୟ ଅଜାଡ଼ି ଦେଇଛି ଓଡ଼ିଶା ଭୂଇଁରେ। ବିପୁଳ ଖଣିଜ ସମ୍ପଦ, ଜଙ୍ଗଲ ସମ୍ପଦ, ଜଳ ସମ୍ପଦରେ ପରିପୂର୍ଣ୍ଣ ଓଡ଼ିଶା। ଓଡ଼ିଶା ମାନବ ସମ୍ବଳ ବିକାଶରେ ବି ପଛରେ ପଡ଼ିନାହିଁ। ଶ୍ରମିକଙ୍କ ଠାରୁ ଶିଳ୍ପୀ ଓ ଶିଳ୍ପପତି, IT ପ୍ରଫେସନାଲ ମାନଙ୍କ ଠାରୁ ସାଇଣ୍ଟିଷ୍ଟଙ୍କ ପର୍ଯ୍ୟନ୍ତ ସବୁ ବର୍ଗର ମାନବ ସମ୍ବଳରେ ଓଡ଼ିଶା ସମୃଦ୍ଧ। ଓଡ଼ିଶାରେ ମଧ୍ୟ ରହିଛି ସୁଦୀର୍ଘ ବେଳାଭୂମି ଏବଂ ଉର୍ବର ଚାଷ ଜମି। କୃଷି, ଶିଳ୍ପ, ବାଣିଜ୍ୟ ଆଦିର ବିକାଶ ପାଇଁ ଓଡ଼ିଶାର ପରିବେଶ ଖୁବ୍ ଅନୁକୂଳ। ଏସବୁ ସମ୍ପଦର ସଦୁପଯୋଗ କରାଯାଇ ଓଡ଼ିଶାକୁ ଦେଶର ଅଗ୍ରଣୀ ପ୍ରଦେଶରେ ପରିଣତ କରାଯାଇପାରିବ। 2047 ମସିହାରେ ସ୍ୱାଧୀନତାର ଶତାବ୍ଦୀ ସମାରୋହ ପାଳିତ ହେବା ବେଳକୁ ଭାରତ ବିକଶିତ ଦେଶରେ ପରିଣତ ହୋଇସାରିଥିବ ବୋଲି ଆମ ସମସ୍ତଙ୍କର ବିଶ୍ୱାସ। ସେହି ଦିଗରେ ଆମ ଦେଶ ଅଗ୍ରସର ହେଉଛି। 2036 ମସିହାରେ ଓଡ଼ିଶା ଗଠନର 100 ବର୍ଷ ପୂର୍ତ୍ତି ହେବ। ଆପଣମାନେ ସମ୍ମିଳିତ ଭାବରେ 2036 ମସିହା ସୁଦ୍ଧା ଏକ ସୁସମୃଦ୍ଧ ଓଡ଼ିଶା ଗଠନ କରିପାରିଲେ ତାହା ବିକଶିତ ଭାରତ ଗଠନ ପାଇଁ ଓଡ଼ିଶାର ଶ୍ରେଷ୍ଠ ଅବଦାନ ହେବ। ଓଡ଼ିଶାର ନେତୃବୃନ୍ଦ, କୃଷକ, ଶ୍ରମିକ, ମହିଳା, ପ୍ରଶାସକ, ବୁଦ୍ଧିଜୀବୀ ଏବଂ ଯୁବକ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କଲେ ଅସାଧ୍ୟ ସାଧନ କରିହେବ। ମୁଁ ଆଶା କରୁଛି ଆପଣମାନେ ଓଡ଼ିଶାର ପ୍ରଗତିକୁ ଜୀବନର ବ୍ରତ ଭାବରେ ଗ୍ରହଣ କରିବେ। ମାନନୀୟ ସଦସ୍ୟଗଣ, ପୃଥିବୀର ବିଭିନ୍ନ ଦେଶ ଗ୍ରସ୍ତ କରି ଭାରତ ପ୍ରତି ଅନ୍ୟ ଦେଶର ଲୋକମାନଙ୍କର ସମ୍ମାନକୁ ମୁଁ ଅନୁଭବ କରିପାରୁଛି। ସେମାନେ ଗୋଟିଏ ପରିବର୍ତ୍ତିତ ଭାରତକୁ ଦେଖୁଛନ୍ତି। ଭାରତ ବର୍ତ୍ତମାନ ପୃଥିବୀର ଏକ ବୃହତ୍ ଅର୍ଥନୀତି ଭାବରେ ଉଭା ହୋଇଛି ଏବଂ ଆଗାମୀ ଦିନରେ ଯେ ଏହା ଆହୁରି ଶକ୍ତିଶାଳୀ ହେବ ଏହା ସହଜରେ ଅନୁମାନ କରିପାରୁଛି। ମହାକାଶ ବିଜ୍ଞାନ ଓ ଅନ୍ୟାନ୍ୟ କ୍ଷେତ୍ରରେ ଭାରତୀୟ ବୈଜ୍ଞାନିକମାନଙ୍କର ସଫଳତା ଭାରତର ଛବିକୁ ଉଜ୍ଜ୍ୱଳ କରିଛି। IT ଓ AI କ୍ଷେତ୍ରରେ
ଭାରତର ଅଗ୍ରଗତିକୁ ବିଶ୍ୱ ବେଶ ପ୍ରଶଂସା କରୁଛି। ଅନେକ ଦେଶ ଭାରତର ଜ୍ଞାନକୌଶଳ ଉପରେ ଆସ୍ଥା ପ୍ରକଟ କରୁଛନ୍ତି। କେତେକ ଦେଶର ଲୋକମାନଙ୍କ ପାଇଁ ଭାରତ ହେଲ୍ଥ କେୟାର ଡେଷ୍ଟିନେସନ୍ ପାଲଟିଛି। ଅନେକ ବିଦେଶୀ ଛାତ୍ରଛାତ୍ରୀ ଭାରତରେ ଅଧ୍ୟୟନ କରିବାକୁ ପସନ୍ଦ କରୁଛନ୍ତି। ଏସବୁ ଏକ ବିକଶିତ ଭାରତର ପ୍ରାକ୍ ସୂଚନା। ରାଷ୍ଟ୍ର ସର୍ବୋପରି, ନେସନ୍ ଫାଷ୍ଟ ଭାବନାକୁ ଦୃଷ୍ଟିରେ ରଖି ଆପଣମାନେ କାର୍ଯ୍ୟ କରିବେ ବୋଲି ମୋର ବିଶ୍ୱାସ। ମାନନୀୟ ସଦସ୍ୟଗଣ, ଗଣତନ୍ତ୍ର ଭିତ୍ତି ଗଣ ବା ଜନସାଧାରଣ। ଗଣ ବିନା ଗଣତନ୍ତ୍ର ନାହିଁ କି ଗଣରାଜ୍ୟ ନାହିଁ। ଭାରତ ପୃଥିବୀର ସର୍ବବୃହତ୍ ଗଣତନ୍ତ୍ର ଏବଂ ଜନଗଣ ହିଁ ଭାରତର ଭାଗ୍ୟ ବିଧାତା। ସେମାନଙ୍କଠାରେ ଅସୀମ କ୍ଷମତା ନିହିତ। ଲୋକଶକ୍ତି ଉପରେ ଭାରତୀୟ ସଂସ୍କୃତିରେ ସର୍ବଦା ଗୁରୁତ୍ୱ ଆରୋପ କରାଯାଇଛି। ଜନମତକୁ ଯଥା ସମ୍ମାନ ଦିଆଯାଇଛି। ଏ ବିଷୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଯେଉଁ ସୁନ୍ଦର କବିତା ଲେଖିଛନ୍ତି ତାହାର କିଛି ଅଂଶ ମୁଁ ଉଦ୍ଧାର କରୁଛି। ପ୍ରଜା ଲାଗି କଲେ ପ୍ରଜାପତି ସୃଷ୍ଟି, ପ୍ରଜା ଲାଗି ଇନ୍ଦ୍ର କଲେ ଜଳବୃଷ୍ଟି, ପ୍ରଜା ଲାଗି ଉଦେ ରବି ଶଶୀ ତାରା, ପ୍ରଜା ଲାଗି ବହେ ଶତ ନଦୀ ଧାରା, ପ୍ରଜା ଲାଗି ରାଜ୍ୟ ପ୍ରଜାର ଶାସନ, ଯୁଗେ ଯୁଗେ ଏହା ଶାସ୍ତ୍ରର କଥନ। ଏହାର ମର୍ମ ହେଉଛି କାଳେ କାଳେ ଶାସନର ଡରି ପ୍ରଜା ବା ଜନଗଣଙ୍କ ହାତରେ ଥାଏ। ଏହା ଶାସ୍ତ୍ରର ବଚନ। ଆପଣମାନେ ଜନଗଣଙ୍କର ପ୍ରତିନିଧି, ସେମାନଙ୍କର ସେବକ। କେତେ ଆଶା, ଭରସା, ବିଶ୍ୱାସ ନେଇ ସେମାନେ ଆପଣଙ୍କ ହାତରେ କ୍ଷମତା ଅର୍ପଣ କରିଛନ୍ତି। ସେମାନଙ୍କର ଆଶା ପୂରଣ କରିବା, ସେମାନଙ୍କର ସ୍ୱପ୍ନକୁ ସାକାର କରିବା ଏବଂ ସର୍ବୋପରି ସେମାନଙ୍କର ମୁହଁରେ ହସ ଫୁଟାଇବା ଆପଣମାନଙ୍କର କର୍ତ୍ତବ୍ୟ, ଆମ ସମସ୍ତଙ୍କର କର୍ତ୍ତବ୍ୟ। ଆପଣମାନେ ଏପରି କାର୍ଯ୍ୟ କରିବେ ଯାହା ସାଧାରଣ ଲୋକଙ୍କର ହିତ ପାଇଁ ଉଦ୍ଦିଷ୍ଟ। ଦେଶର ଦରିଦ୍ରତମ ଲୋକଟିର ହିତ ପାଇଁ କାମ କରିବା ହିଁ ଅନ୍ତୋଦୟର ବାର୍ତ୍ତା। ମାନନୀୟ ସଦସ୍ୟଗଣ, ବର୍ତ୍ତମାନର ସମୟ ଟେକ୍ନୋଲୋଜିର ସମୟ। ଜନପ୍ରତିନିଧି ଭାବରେ ଆପଣମାନେ ସାରା ରାଜ୍ୟରେ ଚିହ୍ନା ମୁହଁ। ଆପଣମାନଙ୍କର ପ୍ରଶଂସକ ଓ ଅନୁଗାମୀ ବହୁତ ଅନେକ। ଆପଣ କ'ଣ କହୁଛନ୍ତି, କ'ଣ କରୁଛନ୍ତି ଜାଣିବା ପାଇଁ ଲୋକମାନଙ୍କର ଉତ୍ସୁକ ଥାନ୍ତି। ଆପଣଙ୍କର ଉଚ୍ଚାରଣ ଓ ଆଚରଣ ଉଭୟ ମୂଲ୍ୟବାନ। ଆପଣମାନେ ଲିଡର, ଜନତାକୁ ଲିଡ୍ କରୁଛନ୍ତି। ଜନତା ହେଲେ ଫଲୋୱାର। ଲିଡର ଯାହା କରିବେ ଜନତା ତାକୁ ଫଲୋ କରିବେ। हिंदी गोटे प्रभाव अच्छे, आप जो करेंगे दूसरे उसको करेंगे, फॉलो करेंगे। आप जो करते हैं दूसरे वही करते हैं। तेणुक निजर उच्चारण आचरण को संयम रखिबार आवश्यकता रही। गृह आपण कौन कहते किपरि कहते ताहा समस्ते जानीपारुछन्ति। एबे टेक्नोलोजीर समय गृह एवं गृह बाहर आपणकर आचरण और उच्चारण एपरि हेबा उचित जहां पाथेय करी आपणक प्रशंसक अनुगामी माने समाज तथा राज्य गठन में सहायक हेबे। ओडिशार समृद्धि, ओडिशावासींकर सुख शांति एवं आपण मानकर मंगल कामना करी मु मोर वक्तव्य सांग करुछि। जय हिंद, जय भारत, वंदे उत्कल जननी, जय जगन्नाथ। ଭାରତର ମହାମହିମ ରାଷ୍ଟ୍ରପତି ମାନ୍ୟବର ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମହୋଦୟାଙ୍କର ଆଜିର ଏ ବିଧାନସଭାକୁ ଉଦ୍ବୋଧନ ଉପରାନ୍ତରେ ଏ ଗୃହର କାର୍ଯ୍ୟ ଆସନ୍ତା चरण माझी, विरोधी दल नेता श्री नवीन पट्टनायक जी, केंद्रीय मंत्री श्रीयुक्त धर्मेंद्र प्रधान जी, अन्य एक केंद्रीय मंत्री जुएल राम जी, बहु पार्लियामेंट सदस्य एठी उपस्थित सदस्य वृंद, सजन मंडली, नमस्कार, जुहार, जय जगन्नाथ। आपण मानक गणरे उपस्थित होई मु बेस आनंदित। राइटली कहिसंती आमर राज्यपाल ये होम कमिंग जैसे लगुच।
ଛୋଟବେଳର ସେଇ ଶବ୍ଦ ମୋର ମନେ ପଡ଼ୁଛି। ମାଟି ମୋର କେଡ଼େ ନିଜର, ତାସରି କିଛି ନାହିଁ, ତା ପାଦ ଧୂଳି ଚନ୍ଦନ ଭଳି, ମଥାରେ ଦିଅ ମୁଁ ବଳି। ଇତିମଧ୍ୟରେ ଦେଶର ଏକାଧିକ ରାଜ୍ୟ ବିଧାନସଭାକୁ ସମ୍ବୋଧନ କରିବାର ମୁଁ ସୁଯୋଗ ପାଇଛି। ପୃଥିବୀର କେତେକ ଦେଶର ନ୍ୟାସନାଲ୍ ଆସେମ୍ବ୍ଲିଜ୍ ଓ ପାର୍ଲାମେଣ୍ଟକୁ ସମ୍ବୋଧନ କରିବାର ସୁଯୋଗ ମଧ୍ୟ ଲାଭ କରିଛି। କିନ୍ତୁ ଓଡ଼ିଶା ବିଧାନସଭାକୁ ସମ୍ବୋଧନ କରିବା ମୋ ପାଇଁ ବିଶେଷ ଖୁସିର ବିଷୟ। ଏହାର ଯଥେଷ୍ଟ ବିଶେଷତା ରହିଛି। ମୁଁ ଗାଁରୁ ଆସିଥିଲି ଏକ ସାଧାରଣ ଝିଅ ହେ। ଏ ଗୃହ ମୋତେ ସବୁ କିଛି ଶିଖେଇଛି। କଥା କହିବା, ଏକ ରାଜନୈତିକ ହିସାବରେ ସମସ୍ତଙ୍କ ସହିତ କିପରି ବ୍ୟବହାର କରିବା ଏବଂ କେଉଁ ବିଷୟରେ କିପରି ଭାବରେ ଉପସ୍ଥାପନ କରିବା। ଆଜି ମୁଁ ଯେଉଁଠି ଅଛି ତାର ସମସ୍ତ ଶ୍ରେୟ ଏଇ ଗୃହର। ଏ ମୋତେ ଫାଉଣ୍ଡେସନ୍ ଦେଇଛି, ନିୟ ଦେଇଛି। ଆଜି ଏ ନିୟ ଯଦି ସୁଦୃଢ଼ ହୋଇନଥାନ୍ତା ଓ ଆପଣମାନଙ୍କର ଏବଂ ଓଡ଼ିଶାର ଜନସାଧାରଣଙ୍କର ଯଦି ଆଶୀର୍ବାଦ ନଥାନ୍ତା, ଭଗବାନ ଜଗନ୍ନାଥଙ୍କର ଯଦି ଆଶୀର୍ବାଦ ନଥାନ୍ତା, ବୋଧହୁଏ ମୁଁ ଆଜି ଯେଉଁ ଜାଗାରେ ଅଛି ସେ ଜାଗାକୁ ପହଞ୍ଚି ପାରିନଥାଏ। ତେଣୁ ମୁଁ କୋଟି କୋଟି ନମସ୍କାର କରୁଛି ଏ ଗୃହକୁ। ଏହି ଗୃହକୁ ସମ୍ବୋଧନ କରିବା ମୋତେ ନିମନ୍ତ୍ରଣ କରିଥିବାରୁ ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କୁ ମୁଁ ବହୁତ ବହୁତ ଧନ୍ୟବାଦ ଦେଉଛି। ଏହି ପବିତ୍ର ଗୃହର ସଦସ୍ୟ ଭାବରେ ଏଠାରେ ବସିବାର ସୌଭାଗ୍ୟ ମୁଁ ଲାଭ କରିଥିଲି। ଅନେକ ବର୍ଷ ବ୍ୟବଧାନରେ ଏଠାରେ ଉପସ୍ଥିତ ହେବା ପରେ ଅତୀତର ସ୍ମୃତି ସବୁ ତାଜା ହୋଇ ଉଠୁଛି। ଆଇ ଫିଲ୍ ନଷ୍ଟାଲଜିକ୍। ଏ ଗୃହରେ ମୁଁ ବିଧାୟକ ଭାବରେ ପ୍ରଶ୍ନ ପଚାରିଛି ଏବଂ ମନ୍ତ୍ରୀ ଭାବରେ ବିଧାୟକମାନଙ୍କର ପ୍ରଶ୍ନ ଉତ୍ତର ମଧ୍ୟ ଦେଇଛି। ବିଭିନ୍ନ ସ୍ଥାୟୀ କମିଟିର ସଦସ୍ୟ ଓ ଅଧ୍ୟକ୍ଷ ଭାବରେ ମୁଁ ମୋ ଚିନ୍ତା ବ୍ୟକ୍ତ କରିବାର ସୁଯୋଗ ପାଇଛି। ମୋର କେତେକ ବନ୍ଧୁ ଓ ସତୀର୍ଥ ଆଜି ଏହି ଗୃହରେ ଉପସ୍ଥିତ ଅଛନ୍ତି। ଏଠି ବସିଥିବା 147 ଜଣ ସଦସ୍ୟ ମୋର ଚିହ୍ନା, କିନ୍ତୁ ସୌଭାଗ୍ୟବଶତଃ କିଛି ଲୋକଙ୍କ ସହିତ କାମ କରିବାର ମୋତେ ସୁଯୋଗ ମିଳିଛି ଏବଂ ଆଜି ଏ ଗୃହର ଗ୍ୟାଲେରୀରେ ବହୁତ ପୂର୍ବତନ ମନ୍ତ୍ରୀ, ପୂର୍ବତନ ବିଧାୟକ ମଧ୍ୟ ଅଛନ୍ତି। ତାଙ୍କୁ ମୁଁ ଧନ୍ୟବାଦ ଦେଉଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ମଧ୍ୟ 2000 ମସିହାରେ ଆମେ ଏକତ୍ରିତ ଭାବରେ ଏଠାରେ କାମ କରିବାର ସୁଯୋଗ ମିଳିଥିଲା। ଆଜି ଗୃହର ନେତା ମୋହନ ଚରଣ ମାଝୀ ଆମେ ସବୁ 2000 ମସିହାରେ ଏକା ସହିତ ଏ ବିଧାନସଭାକୁ ଆସିଥିଲେ। ଜୁଏଲରାମ କେନ୍ଦ୍ରମନ୍ତ୍ରୀ ଏବଂ ପୂର୍ବତନ ବିଧାୟକ ମନ୍ତ୍ରୀଗଣ ମଧ୍ୟ ଏଠି ଉପସ୍ଥିତ ଅଛନ୍ତି। ଏଠାକାର ଆତ୍ମୀୟ ପରିବେଶରେ ମୁଁ ଭାବପ୍ରବଣ ହୋଇଯାଇଛି। ମୁଁ ଏହି ଅବସରରେ ଓଡ଼ିଶା ବିଧାନସଭାର ପୂର୍ବତନ ତଥା ବର୍ତ୍ତମାନର ସଦସ୍ୟ ସମସ୍ତଙ୍କୁ ଏବଂ ରାଜ୍ୟବାସୀଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି। ମାନନୀୟ ସଦସ୍ୟଗଣ, ଓଡ଼ିଶା କେବଳ ଏକ ପ୍ରାଚୀନ ଭୂଖଣ୍ଡ ବା ଆଧୁନିକ ପ୍ରଦେଶ ନୁହେଁ, ଏହା ଏକ ମହତ୍ତ୍ୱପୂର୍ଣ୍ଣ ସାଂସ୍କୃତିକ ପ୍ରବାହ ଅଟେ। ଭାରତର ସଭ୍ୟତାଗତ ମୂଲ୍ୟବୋଧକୁ ଓଡ଼ିଶା ପରିଭାଷିତ କରିଛି ବୋଲି କୁହାଯାଇପାରେ। ଦେଶର ସ୍ୱାଧୀନତା ସଂଗ୍ରାମ ଓ ରାଷ୍ଟ୍ର ଗଠନ ଦିଗରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଭୁବନେଶ୍ୱର ଉପଖଣ୍ଡରେ ଦୟାନଦୀ ଆଜି ମଧ୍ୟ ପ୍ରବାହିତ ହେଉଛି। ଏହି ନଦୀ ଚଣ୍ଡାଶୋକ ଧର୍ମାଶୋକରୁ ପରିଣତ ହେବାର ଜୀବନ୍ତ ସାକ୍ଷୀ। ଓଡ଼ିଶାର ସମୃଦ୍ଧ ନୌବାଣିଜ୍ୟର ସାକ୍ଷୀ ହେଉଛି ମହୋଦଧି। ଓଡ଼ିଶାର ମହତୀ ମାଟି ସାକ୍ଷୀ ଯେ ଏଠାରେ 1817 ମସିହାରେ ଇଂରେଜ ବିରୋଧୀ ସଂଗ୍ରାମ ଆରମ୍ଭ ହୋଇଥିଲା, ଯାହା ପାଇକ ବିଦ୍ରୋହ ଭାବରେ ଭାରତ ପ୍ରସିଦ୍ଧ। ଏହାର ମହାନାୟକ ଥିଲେ ବକ୍ସି ଜଗବନ୍ଧୁ ବିଦ୍ୟାଧର। ଓଡ଼ିଶାର ବିଭିନ୍ନ ବର୍ଗର ଆଦିବାସୀ ଭାଇ ଭଉଣୀମାନେ ବିଦେଶୀ ଶାସନ ବିରୁଦ୍ଧରେ ଲଢ଼େଇ କରି ଦେଶ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।
1857 ମସିହାର ମହାସଂଗ୍ରାମକୁ ଅନେକ ଦିନ ପର୍ଯ୍ୟନ୍ତ ଉଜ୍ଜୀବିତ କରି ରଖିଥିଲେ ଏହି ମାଟିର ବରପୁତ୍ର ବୀର ସୁରେନ୍ଦ୍ର ସାଏ। ଲବଣ ସତ୍ୟାଗ୍ରହରେ ଓଡ଼ିଶାର ନେତା ଓ ଜନତା ସକ୍ରିୟ ଅଂଶଗ୍ରହଣ କରିଥିଲେ। ଭାରତ ଛାଡ଼ ଆନ୍ଦୋଳନ ସମୟରେ ବ୍ରିଟିଶ ସରକାରର ଗୁଳିମାଡ଼ରେ ଓଡ଼ିଶାର ଅନେକ ଦେଶପ୍ରେମୀ ଶହୀଦ ହୋଇଥିଲେ। ଏହି ସଂଗ୍ରାମରେ ଭାଗ ନେଇ ବିଶିଷ୍ଟ ଆଦିବାସୀ ନେତା ଲକ୍ଷ୍ମଣ ନାୟକ ଫାଶୀକୁଣ୍ଡରେ ଝୁଲି ଦେଇ ଆତ୍ମବଳିଦାନ ଦେଇଥିଲେ। ଦେଶର ସର୍ବକନିଷ୍ଠ ଶହୀଦ ବାଜି ରାଉତଙ୍କ ବଳିଦାନ ଏ ମାଟିର ବୀରତ୍ୱର କଥା କହେ। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ସର୍ଜନଶୀଳତା ଓ ତାଙ୍କ ପ୍ରତିଷ୍ଠିତ ସ୍ୱଦେଶୀ ଶିଳ୍ପ ଉତ୍କଳ ଟ୍ୟାନେରୀ ଏବଂ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ବଳିଷ୍ଠ ନେତୃତ୍ୱ ଓ ତାଙ୍କ ବନବିଦ୍ୟାଳୟ ମହାତ୍ମା ଗାନ୍ଧୀଙ୍କ ପ୍ରଶଂସାଭାଜିତ ହୋଇଥିଲା। ଭାଷାଭିତ୍ତିରେ ଗଠିତ ପ୍ରଥମ ପ୍ରଦେଶ ଭାବରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ପୁନର୍ଗଠନ ପାଇଁ ପ୍ରେରଣାର ଉତ୍ସ ହୋଇଥିଲା। ଦେଶୀୟ ରାଜ୍ୟଗୁଡ଼ିକର ମିଶ୍ରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଓଡ଼ିଶାରୁ, ଯାହାର ନେତୃତ୍ୱ ନେଇଥିଲେ ଉତ୍କଳ କିଶୋରୀ ଡକ୍ଟର ହରେକୃଷ୍ଣ ମହତାବ। ବରେଣ୍ୟ ଜନନେତା ବିଜୁ ପଟ୍ଟନାୟକଙ୍କ ସାହସ ଓ ସଂଗ୍ରାମ ଦେଶବାସୀଙ୍କର ସ୍ମୃତିରେ ସର୍ବଦା ଜୀବନ୍ତ ହୋଇ ରହିବ। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଜନ୍ମ ଦେଇ ଓଡ଼ିଶା ଧନ୍ୟ ଦେଇଛି। ଭାରତ ନିର୍ମାଣରେ ଓଡ଼ିଶାର ଅବଦାନ କାଳେ କାଳେ ରହିଆସିଛି। ମାନନୀୟ ସଦସ୍ୟଗଣ, ଓଡ଼ିଶାରେ ନାରୀ ସଶକ୍ତିକରଣର ଏକ ପ୍ରାଚୀନ ପରମ୍ପରା ରହିଛି। ରମାଦେବୀ, ସରଳା ଦେବୀ, କୁନ୍ତଳା କୁମାରୀ ସାବତ, ପାର୍ବତୀ ଗିରି ଓ ଓଡ଼ିଶାର ଅନ୍ୟ ଅନେକ ନେତ୍ରୀଙ୍କର ସ୍ୱାଧୀନତା ସଂଗ୍ରାମରେ ଅଗ୍ରଣୀ ଭୂମିକା ରହିଥିଲା। 15 ଜଣ ମହିଷୀ ମହିଳା ଭାରତର ସମ୍ବିଧାନ ସଭାରେ ସଦସ୍ୟ ଥିଲେ, ଯାହାଙ୍କ ମଧ୍ୟରେ ଓଡ଼ିଶାର ମାଳତୀ ଦେବୀ ଅନ୍ୟତମ ଥିଲେ। ଏହା ଅତ୍ୟନ୍ତ ଗୌରବର କଥା ଯେ ଓଡ଼ିଶା ବିଧାନସଭାରେ ମହିଳା ପ୍ରତିନିଧିତ୍ୱର ଦୀର୍ଘ ଇତିହାସ ରହିଛି। ସ୍ୱାଧୀନତା ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ଏପରି କୌଣସି ବିଧାନସଭା ଓଡ଼ିଶାରେ ଗଠିତ ହୋଇନାହିଁ ଯେଉଁଥିରେ ମହିଳାମାନଙ୍କର ପ୍ରତିନିଧିତ୍ୱ ନାହିଁ। ବର୍ତ୍ତମାନର ବାଚସ୍ପତି ଜଣେ ମହିଳା ଏବଂ ଏହା ପୂର୍ବବର୍ତ୍ତୀ ବିଧାନସଭାର ବାଚସ୍ପତି ମଧ୍ୟ ଥିଲେ ମହିଳା। ପ୍ରାକ୍ ସ୍ୱାଧୀନତାକାଳୀନ ବିଧାନସଭାରେ ଶ୍ରୀମତୀ ଏ ଲକ୍ଷ୍ମୀବାଇ ଉପବାଚସ୍ପତି ପଦ ମଣ୍ଡନ କରିଥିଲେ। ଓଡ଼ିଶାରେ ଅନେକ ମହିଳା ମନ୍ତ୍ରୀ ଭାବରେ ଦକ୍ଷତା ସହିତ କାର୍ଯ୍ୟ କରିଛନ୍ତି। ନନ୍ଦିନୀ ଶତପଥୀ ଭାରତର ଦ୍ୱିତୀୟ ମହିଳା ମୁଖ୍ୟମନ୍ତ୍ରୀ ଭାବରେ ଜଣାଶୁଣା। ଓଡ଼ିଶାର ମହିଳାମାନେ ସ୍ୱାଧୀନତା ସଂଗ୍ରାମ, ଜନସେବା, ସାହିତ୍ୟ, କ୍ରୀଡ଼ା ଆଦି ଅନେକ କ୍ଷେତ୍ରରେ ସଫଳତା ହାସଲ କରି ଦେଶକୁ ଗୌରବାନ୍ୱିତ କରିଛନ୍ତି। ଓଡ଼ିଶା ବିଧାନସଭାରେ ଅନେକ ଜନମଙ୍ଗଳକାରୀ ଆଇନ ପାରିତ ହୋଇଛି। ଏହି ବିଧାନସଭାରେ ବିତର୍କର ଏକ ସୁସ୍ଥ ପରମ୍ପରା ରହିଛି। ଚଳିତ ସପ୍ତଦଶ ବିଧାନସଭା ସ୍ୱଳ୍ପ ଅବଧି ମଧ୍ୟରେ ଅନେକ ଫଳପ୍ରଦ ବୈଠକ ଆୟୋଜନ କରିଛି। ଏହା ଆନନ୍ଦର କଥା ଯେ ଏହି ବିଧାନସଭା ପେପରଲେସ୍ ଡିଜିଟାଲ ଲେଜିସ୍ଲେଚରରେ ପରିଣତ ହୋଇଛି। ମାନନୀୟ ସଦସ୍ୟଗଣ, ଓଡ଼ିଶା ପ୍ରଗତି ପଥରେ ଦ୍ରୁତ ଗତିରେ ଆଗକୁ ଚାଲିଛି। ଏହା ଆମ ସମସ୍ତଙ୍କ ପାଇଁ ଆନନ୍ଦର କଥା। ବିଭିନ୍ନ ସମୟରେ ଓଡ଼ିଶାର ଶାସନଭାର ସମ୍ଭାଳିଥିବା ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନେ ନିଜ ନିଜ ଢଙ୍ଗରେ ଓଡ଼ିଶାର ବିକାଶରେ ଅଂଶଗ୍ରହଣ କରିଛନ୍ତି। ମୁଁ ସେମାନଙ୍କୁ ଗଭୀର ସମ୍ମାନ ଜଣାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅଳ୍ପ ଦିନର କାର୍ଯ୍ୟକାଳ ମଧ୍ୟରେ ଅନେକ ନୂଆ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ଏହା ଖୁସିର କଥା ଯେ ଓଡ଼ିଶାର ମହିଳାମାନେ ସୁଭଦ୍ରା ଯୋଜନା ମାଧ୍ୟମରେ ସ୍ୱାବଲମ୍ବୀ ହେଉଛନ୍ତି। ଅନେକ ମହିଳା ସୁଭଦ୍ରା ସହାୟତାକୁ ଉପଯୋଗ କରି ଲକ୍ଷପତି ଦିଦି ଭାବରେ ପ୍ରତିଷ୍ଠା ଲାଭ କରିପାରିଛନ୍ତି। ସେହିପରି କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଆଦିବାସୀ ଓ ଅନ୍ୟାନ୍ୟ ବଞ୍ଚିତ ବର୍ଗର ଉନ୍ନତି, ଆବାସ, ବିପର୍ଯ୍ୟୟ ପରିଚାଳନା ଆଦି କ୍ଷେତ୍ରରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଓଡ଼ିଶା ତ ଚାଷ ଓ ଚାଷୀର ରାଜ୍ୟ। ଧାନ କିଣା ଉପରେ ରାଜ୍ୟ ସରକାର ସବସିଡି ଦେବା ଏକ ଉତ୍ତମ ପଦକ୍ଷେପ। ଚାଷୀ ସଶକ୍ତ ନହେଲେ ଦେଶ କିପରି ସଶକ୍ତ ହୋଇପାରିବ? ଓଡ଼ିଶାରେ ରେଳପଥ, ରାଜପଥ ଓ ବନ୍ଦର ବିକାଶ ପାଇଁ ଭାରତ ସରକାର ନାନା ପଦକ୍ଷେପ ଗ୍ରହଣ କରିଛନ୍ତି।
उभय केन्द्र और राज्य सरकार मिलित उद्यम ओडिशारे शिल्पायन प्रक्रिया नुआ रूप नेउछि जानी मु खूब आनंदित। ओडिशार प्रगति पाई समस्ते मिलिमिशि कार्य करिबा उचित। माननीय सदस्यगण, ओडिशा महाप्रभु श्री जगन्नाथंकर पूर्ण माटी। प्रकृति सबु प्रकार प्राचुर्य अजाड़ी देसी ओडिशा भूई रे। विपुल खनिज संपद, जंगल संपद, जल संपद रे परिपूर्ण ओडिशा। ओडिशा मानव संबल विकास रे भी पछरे पड़ी नहीं। श्रमिकों ठारू शिल्पी और शिल्पपति, आईटी प्रोफेशनल मानक ठारू साइंटिस्ट को पर्यंत सबु वर्गर मानव संबल रे ओडिशा समृद्ध। ओडिशारे मध्य रही सुदीर्घ बेलाभूमि एवं उर्वर चाष जमी, कृषि, शिल्प, वाणिज्य आदि विकास में ओडिशार परिवेश खूब अनुकूल। ए सब संपदर सदुपयोग करा जाई ओडिशा को देशर अग्रणी प्रदेश रे परिणत करा जाई पारिबो। 2047 मसीहा रे स्वाधीनतार शताब्दी समारोह पालित हेबा बेलकु भारत विकसित देश रे परिणत हो सारिथिबो बोली मोर आम समस्तंकर विश्वास। सही दिगरे आम देश अग्रसर हेउछि। 2036 मसीह रे ओडिशा गठनर 100 वर्ष पूर्ति हेब। आपण माने सम्मिलित भाव 2036 मसीहा सुधा एक सुसमृद्ध ओडिशा गठन करि पारिले ताहा विकसित भारत गठन पाई ओडिशार श्रेष्ठ अवदान हेब। ओडिशार नेतृवृंद, कृषक, श्रमिक, महिला, प्रशासक, बुद्धिजीवी एवं युवक समस्ते एकजुट होई कार्य कले असाध्य साधन करिहेब। मु आशा करुछि आपण माने ओडिशार प्रगति को जीवनर व्रत भाव ग्रहण करिवे। माननीय सदस्यगण, पृथ्वीर विभिन्न देश ग्रस्त करी भारत प्रति अन्य देशर लोकमानकर सम्मान को मु अनुभव करि पारुछि। सेमाने गोटे परिवर्तित भारत को देखुछंती। भारत वर्तमान पृथ्वीर एक बृहत अर्थनीति भाव उभा होइछि एवं आगामी दिन रे जे यह आहुरी शक्तिशाली हेबो यह सहजरे अनुमान करि पारुछि। महाकाश विज्ञान और अन्यान्य क्षेत्र में भारतीय वैज्ञानिक मानकर सफलता भारतर छवि को उज्जवल करिछि। आईटी और एआई क्षेत्र में भारतर अग्रगति को विश्व बेस प्रशंसा करुछि। अनेक देश भारतर ज्ञान कौशल उपरे आस्था प्रकट करछन्ति। केतेक देशर लोकमानक पई भारत हेल्थ केयर डेस्टिनेशन पालिटिछि। अनेक विदेशी छात्र छात्री भारत रे अध्ययन करिया को पसंद करछन्ति। ए सब एक विकसित भारतर प्राक सूचना। राष्ट्र सर्वोपरि, नेशन फास्ट भावना को दृष्टि रखी आपण माने कार्य करिवे बोली मोर विश्वास। माननीय सदस्यगण, गणतंत्र भित्ति गण बा जनसाधारण। गण बिना गणतंत्र नाही कि गणराज्य नाही। भारत पृथ्वीर सर्वबृहत गणतंत्र एवं जनगण ही भारतर भाग्य विधाता। सेमानଙ୍କଠାରେ असीम क्षमता निहित। लोकशक्ति उपरे भारतीय संस्कृति रे सर्वदा गुरुत्व आरोप करा जायछि। जनमत को यथा सम्मान दिया जायछि। ए विषय उत्कलमणि पंडित गोपबंधु दास जो सुंदर कविता लिखिछन्ति तार किछि अंश मु उद्धार करुछि। प्रजा लागी कले प्रजापति सृष्टि, प्रजा लागी इंद्र कले जलवृष्टि, प्रजा लागी उदे रवि शशि तारा, प्रजा लागी बहे शत नदी धारा, प्रजा लागी राज्य प्रजार शासन, जुगे जुगे यह शास्त्रर कथन। यार मर्म होउछि काले काले शासनर डरी प्रजा बा जनगण को हाथ रे थाए। यह शास्त्रर वचन। आपण माने जनगणकर प्रतिनिधि, सेमानकर सेवक। केते आशा भरोसा विश्वास नहीं से माने आपण को हाथ रे क्षमता अर्पण करछन्ति। सेमानकर आशा पूरण करिबा, सेमानकर स्वप्न को साकार करिबा एवं सर्वोपरि सेमानकर मुहरे हस फुटाइबा आपण मानकर कर्तव्य, आम समस्तंकर कर्तव्य।
आपण माने एपरी कार्य करिवे जहाँ साधारण लोकंकर हित पाई उद्दिष्ट देशर दरिद्रतम लोकटीर हित पाई काम करबा ही अंत्योदयर वार्ता। माननीय सदस्यगण, वर्तमान समय टेक्नोलोजीर समय जनप्रतिनिधि भाव में आपण माने सारा राज्य रे चिन्हा मुह आपण मानकर प्रशंसक और अनुगामी बहुत अनेक आपण कौन कहते कौन करुँच जानापी लोक मान उत्सुक था आपण उच्चारण और आचरण उभय मूल्यवान। आपण माने लीडर जनता को लीड करुछंती जनता हेले फॉलोअर लीडर जहाँ करिवे जनता ताकू फॉलो करिवे। हिंदी रे गोटे प्रभाव अच्छे आप जो करेंगे दूसरे उसको करेंगे फॉलो करेंगे आप जो करते हैं दूसरे वही करते हैं। तेणुक निजर उच्चारण आचरण को संयम रखिबार आवश्यकता रही। गृह रे आपण कौन कहउछंती किपरि कहउछंती ताहा समस्ते जानि पारुछंती। एबे टेक्नोलोजीर समय गृह रे एवं गृह बाहर आपणकर आचरण और उच्चारण एपरि हेबा उचित जहां पाथेय करी आपण प्रशंसक अनुगामी माने समाज तथा राज्य गठन रे सहायक हेबे। ओडिशार समृद्धि ओडिशावासींकर सुख शांति एवं आपण मानकर मंगल कामना करी मु मोर वक्तव्य सांग करुछि। जय हिंद, जय भारत, वंदे उत्कल जननी, जय जगन्नाथ। भारतर महामहिम राष्ट्रपति मान्यवर श्रीमती द्रौपदी मुर्मू महोदयांकर आजिर ए विधानसभा को उद्बोधन उपरांतरे ए गृहर कार्य आसंता चरण माझी, विरोधी दल नेता श्री नवीन पट्टनायक जी, केंद्रीय मंत्री श्रीयुक्त धर्मेंद्र प्रधान जी, अन्य एक केंद्रीय मंत्री जुएल राम जी, बहु पार्लियामेंट सदस्य एठी उपस्थित सदस्य वृंद, सजन मंडली, नमस्कार, जुहार, जय जगन्नाथ। आपण मानक गणरे उपस्थित होई मु बेस आनंदित। राइटली कहिसंती आमर राज्यपाल ए होम कमिंग जैसे लगुच। छोट बेलर से शब्द मोर मने पड़ुछे, माटी मोर केड़े निजर तासरी किछि नाही, तापाद धूली चंदन धड़ी मथारे दियो मु बड़ी। इतिमध्य देशर एकाधिक राज्य विधानसभा को संबोधन करिवार मु सुजोग पाइछि। पृथ्वीर केतेक देशर नेशनल असेंबलीज और पार्लियामेंट्स को संबोधन करिवार सुजोग मध्य लाभ करिछि, किंतु ओडिशा विधानसभा को संबोधन करिबा मो पाई विशेष खुशीर विषय। यार यथेष्ट विशेषता रही। मु गाँव आसीथिली, एक साधारण झील है। ए गृह मते सबु किछि शिखेछि, कथा कहिबा, एक राजनैतिक हिसाब रे समस्त सहित किपरि व्यवहार करवा एवं को विषय किपरि भाव उपस्थापन करवा। आज मु जोठी अच्छी तार समस्त श्रेय ए गृहर। ए मते फाउंडेशन देछि, नियो देछि। आज ए नियो जदि सुदृढ़ हो न था और आपण मानकर एवं ओडिशार जनसाधारणकर जदि आशीर्वाद न था, भगवान जगन्नाथंकर जदि आशीर्वाद न था, बोधुए मु आज जो जगार अच्छी से जगार को पहुँची पार न। तेणु मु कोटि कोटि नमस्कार करुच्ची। यही गृह को संबोधन करने मते निमंत्रण करिथिबारु विधानसभा बाचस्पति श्रीमती सुरमा पाढ़ी को मु बहुत बहुत धन्यवाद देउछि।
ଏହି ପବିତ୍ର ଗୃହର ସଦସ୍ୟ ଭାବରେ ଏଠାରେ ବସିବାର ସୌଭାଗ୍ୟ ମୁଁ ଲାଭ କରିଥିଲି। ଅନେକ ବର୍ଷ ବ୍ୟବଧାନରେ ଏଠାରେ ଉପସ୍ଥିତ ହେବା ପରେ ଅତୀତର ସ୍ମୃତି ସବୁ ତାଜା ହୋଇ ଉଠୁଛି। ଆଇ ଫିଲ୍ ନଷ୍ଟାଲଜିକ୍। ଏ ଗୃହରେ ମୁଁ ବିଧାୟକ ଭାବରେ ପ୍ରଶ୍ନ ପଚାରିଛି ଏବଂ ମନ୍ତ୍ରୀ ଭାବରେ ବିଧାୟକମାନଙ୍କର ପ୍ରଶ୍ନ ଉତ୍ତର ମଧ୍ୟ ଦେଇଛି। ବିଭିନ୍ନ ସ୍ଥାୟୀ କମିଟିର ସଦସ୍ୟ ଓ ଅଧ୍ୟକ୍ଷ ଭାବରେ ମୁଁ ମୋ ଚିନ୍ତା ବ୍ୟକ୍ତ କରିବାର ସୁଯୋଗ ପାଇଛି। ମୋର କେତେକ ବନ୍ଧୁ ଓ ସତୀର୍ଥ ଆଜି ଏହି ଗୃହରେ ଉପସ୍ଥିତ ଅଛନ୍ତି। ଏଠି ବସିଥିବା 147 ଜଣ ସଦସ୍ୟ ମୋର ଚିହ୍ନା, କିନ୍ତୁ ସୌଭାଗ୍ୟବଶତଃ କିଛି ଲୋକଙ୍କ ସହିତ କାମ କରିବାର ମୋତେ ସୁଯୋଗ ମିଳିଛି ଏବଂ ଆଜି ଏ ଗୃହର ଗ୍ୟାଲେରୀରେ ବହୁତ ପୂର୍ବତନ ମନ୍ତ୍ରୀ, ପୂର୍ବତନ ବିଧାୟକ ମଧ୍ୟ ଅଛନ୍ତି। ତାଙ୍କୁ ମୁଁ ଧନ୍ୟବାଦ ଦେଉଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ମଧ୍ୟ 2000 ମସିହାରେ ଆମେ ଏକତ୍ରିତ ଭାବରେ ଏଠାରେ କାମ କରିବାର ସୁଯୋଗ ମିଳିଥିଲା। ଆଜି ଗୃହର ନେତା ମୋହନ ଚରଣ ମାଝୀ ଆମେ ସବୁ 2000 ମସିହାରେ ଏକା ସହିତ ଏ ବିଧାନସଭାକୁ ଆସିଥିଲେ। ଜୁଏଲରାମ କେନ୍ଦ୍ରମନ୍ତ୍ରୀ ଏବଂ ପୂର୍ବତନ ବିଧାୟକ ମନ୍ତ୍ରୀଗଣ ମଧ୍ୟ ଏଠି ଉପସ୍ଥିତ ଅଛନ୍ତି। ଏଠାକାର ଆତ୍ମୀୟ ପରିବେଶରେ ମୁଁ ଭାବପ୍ରବଣ ହୋଇଯାଇଛି। ମୁଁ ଏହି ଅବସରରେ ଓଡ଼ିଶା ବିଧାନସଭାର ପୂର୍ବତନ ତଥା ବର୍ତ୍ତମାନର ସଦସ୍ୟ ସମସ୍ତଙ୍କୁ ଏବଂ ରାଜ୍ୟବାସୀଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି। ମାନନୀୟ ସଦସ୍ୟଗଣ, ଓଡ଼ିଶା କେବଳ ଏକ ପ୍ରାଚୀନ ଭୂଖଣ୍ଡ ବା ଆଧୁନିକ ପ୍ରଦେଶ ନୁହେଁ, ଏହା ଏକ ମହତ୍ତ୍ୱପୂର୍ଣ୍ଣ ସାଂସ୍କୃତିକ ପ୍ରବାହ ଅଟେ। ଭାରତର ସଭ୍ୟତାଗତ ମୂଲ୍ୟବୋଧକୁ ଓଡ଼ିଶା ପରିଭାଷିତ କରିଛି ବୋଲି କୁହାଯାଇପାରେ। ଦେଶର ସ୍ୱାଧୀନତା ସଂଗ୍ରାମ ଓ ରାଷ୍ଟ୍ର ଗଠନ ଦିଗରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଭୁବନେଶ୍ୱର ଉପଖଣ୍ଡରେ ଦୟାନଦୀ ଆଜି ମଧ୍ୟ ପ୍ରବାହିତ ହେଉଛି। ଏହି ନଦୀ ଚଣ୍ଡାଶୋକ ଧର୍ମାଶୋକରେ ପରିଣତ ହେବାର ଜୀବନ୍ତ ସାକ୍ଷୀ। ଓଡ଼ିଶାର ସମୃଦ୍ଧ ନୌବାଣିଜ୍ୟର ସାକ୍ଷୀ ହେଉଛି ମହୋଦଧି। ଓଡ଼ିଶାର ମହତୀ ମାଟି ସାକ୍ଷୀ ଯେ ଏଠାରେ 1817 ମସିହାରେ ଇଂରେଜ ବିରୋଧୀ ସଂଗ୍ରାମ ଆରମ୍ଭ ହୋଇଥିଲା, ଯାହା ପାଇକ ବିଦ୍ରୋହ ଭାବରେ ଭାରତ ପ୍ରସିଦ୍ଧ। ଏହାର ମହାନାୟକ ଥିଲେ ବକ୍ସି ଜଗବନ୍ଧୁ ବିଦ୍ୟାଧର। ଓଡ଼ିଶାର ବିଭିନ୍ନ ବର୍ଗର ଆଦିବାସୀ ଭାଇ ଭଉଣୀମାନେ ବିଦେଶୀ ଶାସନ ବିରୁଦ୍ଧରେ ଲଢ଼େଇ କରି ଦେଶ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। 1857 ମସିହାର ମହାସଂଗ୍ରାମକୁ ଅନେକ ଦିନ ପର୍ଯ୍ୟନ୍ତ ଉଜ୍ଜୀବିତ କରି ରଖିଥିଲେ ଏହି ମାଟିର ବରପୁତ୍ର ବୀର ସୁରେନ୍ଦ୍ର ସାଏ। ଲବଣ ସତ୍ୟାଗ୍ରହରେ ଓଡ଼ିଶାର ନେତା ଓ ଜନତା ସକ୍ରିୟ ଅଂଶଗ୍ରହଣ କରିଥିଲେ। ଭାରତ ଛାଡ଼ ଆନ୍ଦୋଳନ ସମୟରେ ବ୍ରିଟିଶ ସରକାରର ଗୁଳିମାଡ଼ରେ ଓଡ଼ିଶାର ଅନେକ ଦେଶପ୍ରେମୀ ଶହୀଦ ହୋଇଥିଲେ। ଏହି ସଂଗ୍ରାମରେ ଭାଗ ଶିକୁଣ୍ଡରେ ଝୁଲି ଦେଇ ଆତ୍ମବଳିଦାନ ଦେଇଥିଲେ। ଦେଶର ସର୍ବକନିଷ୍ଠ ଶହୀଦ ବାଜି ରାଉତଙ୍କ ବଳିଦାନ ଏ ମାଟିର ବୀରତ୍ୱର କଥା କହେ। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ସୃଜନଶୀଳତା ଓ ତାଙ୍କ ପ୍ରତିଷ୍ଠିତ ସ୍ୱଦେଶୀ ଶିଳ୍ପ ଉତ୍କଳ ଟ୍ୟାନେରୀ ଏବଂ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ବଳିଷ୍ଠ ନେତୃତ୍ୱ ଓ ତାଙ୍କ ବନବିଦ୍ୟାଳୟ ମହାତ୍ମା ଗାନ୍ଧୀଙ୍କ ପ୍ରଶଂସା ଭାଜିତ ହୋଇଥିଲା।